ଜାଗ୍ରତ ହେଲା। ଆହା, ସକାଳେ କେତେ ଗରମ ଥିଲା, ଏବେ କେତେ ଥଣ୍ଡା ଲାଗୁଛି। ବିଚାର ଆରମ୍ଭ ହେଲା। ଆପଣ ବସିଛନ୍ତି, କିଛି ଶବ୍ଦ ଶୁଣିଲେ, କିଛି ପକ୍ଷୀର ଶବ୍ଦ ଶୁଣିଲେ, ମନରେ ବିଚାର ଜାଗ୍ରତ ହେଲା। କୋଇଲି ବୋବଉଛି, ବଢିଆ ଲାଗୁଛି। ମାନେ ଏକାନ୍ତ ପ୍ରଦେଶରେ ବସିକିରି ତର୍ଜମା କରିବାର ଆବଶ୍ୟକ ଅଛି। ଶବ୍ଦକୁ କିଏ ଶୁଣିଲା, କାହା ମାଧ୍ୟମରେ ଶୁଣିଲା, ମାଧ୍ୟମ କିଏ, ଅନୁଭବ କାହା ଦ୍ୱାରା କରୁଛେ, ଅନୁଭବ କିଏ କରୁଛନ୍ତି, ଶବ୍ଦ କିଏ ଶୁଣିଲେ। ଆପଣ କହିବେ ମୁଁ ଶୁଣିଲି, ଠିକ ଅଛି। କୋଇଲିର ଶବ୍ଦକୁ ମୁଁ ଶୁଣିଲି, ଠିକ ଅଛି। କେମିତି ଶୁଣିଲି, କାହା ମାଧ୍ୟମରେ ଶୁଣିଲି, କାନ ମାଧ୍ୟମରେ ଶୁଣିଲି, ଠିକ ଅଛି। କାନ ମାଧ୍ୟମରେ ଶୁଣିଲି, କାନ ଏକ ମାଧ୍ୟମ। କୋଉଠି ଶୁଣିଲି, ମନରେ ଶୁଣିଲି, ମନରେ ଶୁଣିଲି। ମନରେ ଶୁଣିଲି ମାନେ ମନ ବି ମାଧ୍ୟମ। ଧ୍ୟାନ ଦେଇ ବୁଝନ୍ତୁ କଥାକୁ। କାନ ବି ଯେମିତି ମାଧ୍ୟମ, ମନ ବି ସେମିତି ମାଧ୍ୟମ। କିଏ ଶୁଣିଲା, ମୁଁ ଶୁଣିଲି। ଆଚ୍ଛା, ମୁଁ ଯଦି ଶୁଣିଲି, ମନରେ ଯଦି ଶୁଣିଲି, ନିହାତି ମୁଁ ମନ ଠାରୁ ଭିନ୍ନ ଅଛି, ମନ ଠାରୁ ଅଲଗା ଅଛି। ମନ ମଧ୍ୟ ଦୃଶ୍ୟ। ଦୃଶ୍ୟ ଦେଖନ୍ତୁ, ଏଠି ଦୃଶ୍ୟ ତିନିଟା ସ୍ତରରେ ଅଛନ୍ତି। ଦୃଶ୍ୟକୁ ଆଉ ଦ୍ରଷ୍ଟାକୁ ପରଖନ୍ତୁ। ଦ୍ରଷ୍ଟା ହେଲେ ମୁଁ, ଆତ୍ମା। ମୁଁ କୁହନ୍ତୁ, ମାମ୍ କୁହନ୍ତୁ, ଅହମ୍ କୁହନ୍ତୁ, ଆତ୍ମା କୁହନ୍ତୁ, ଯାହା ବି କୁହନ୍ତୁ। ଦ୍ରଷ୍ଟା ହେଉଛନ୍ତି ଆତ୍ମା। ଦୃଶ୍ୟ ମନ, ଦୃଶ୍ୟ ଇନ୍ଦ୍ରିୟ, ଦୃଶ୍ୟ ଶରୀର, ଦୃଶ୍ୟ ସଂସାର। ଆତ୍ମା ଛଡା ସବୁ କିଛି ଦୃଶ୍ୟ ହିଁ। ତ ଟିକେ ପୂର୍ବରୁ ଆମେ ଯେଉଁ ଚର୍ଚ୍ଚା ହଉଥିଲେ, କୋଇଲି ଶବ୍ଦକୁ ଶୁଣିଲେ, କେମିତି ଶୁଣିଲେ, କାନ ମାଧ୍ୟମରେ। କୋଉଠି ଶୁଣିଲେ, ମନରେ ଶୁଣିଲେ। କିଏ ଶୁଣିଲେ, ମୁଁ ଶୁଣିଲି। କିନ୍ତୁ ଏଠି ହଉଛି କଣ, ମୁଁ ବି ଏକ ଆକାର ଦେଇକରି ଚିହ୍ନିବା ପାଇଁ ଚେଷ୍ଟା କରୁଛି। ମୁଁ ବି ଏକ ରଙ୍ଗରେ, ଏକ ରୂପରେ, ଏକ ଆକାର ଦେଇକରି ମୁଁ ଚିହ୍ନିବା ପାଇଁ ଚେଷ୍ଟା କରୁଛି। ଏଠି ଗୋଟେ କଥା ଧ୍ୟାନ ଦେଇ ବୁଝିବେ, ଦୃଶ୍ୟ କେବଳ ମନ ଯାଏ, ମନର ଉର୍ଦ୍ଧ୍ୱରେ ଦୃଶ୍ୟ ନାହିଁ। ମନର ଉର୍ଦ୍ଧ୍ୱରେ ଦ୍ରଷ୍ଟା ଅଛନ୍ତି, ଯିଏ ଅନୁଭବ କରୁଛନ୍ତି। ତ ଦୃଶ୍ୟ ଯେହେତୁ ଦେଖା ଯାଉଛି, ଆମେ ଦୃଶ୍ୟକୁ ଚିହ୍ନି ପାରୁଛେ। ଯେମିତିକି ଭାବି ନିଅନ୍ତୁ, ମନରେ କିଛି ବିଚାର ଆସିଲା। କଣ ବିଚାର ଆସିଲା, ଆମେ ସତ୍ସଙ୍ଗରେ ବସିଛେ, ମନରେ ବିଚାର ଆସିଲା। ବିଚାରକୁ ଆମେ ଦେଖିପାରୁଛେ। ବିଚାରକୁ ଯେହେତୁ ଦେଖିପାରୁଛେ, ବିଚାରକୁ ପରଖି ପାରୁଛେ, ବିଚାରକୁ ବୁଝି ପାରୁଛେ। ତାଠାରୁ ଆଉ ଟିକେ ସ୍ଥୂଳକୁ ଯଦି ଆମେ ଯିବା, ଇନ୍ଦ୍ରିୟଙ୍କ ଅନୁଭବ, ଏନିମେସନ କରିକି ପ୍ରଚାର କରୁଛନ୍ତି। ତ ସେସବୁ ଜ୍ଞାନ ମାଧ୍ୟମରେ ବି ଆମେ ଯେତେବେଳେ ଧ୍ୟାନ କରୁଛେ, କିମ୍ବା ଆମେ ଯେତେବେଳେ ସ୍ୱାଧ୍ୟାୟ କରୁଛେ, ଆମେ ବେଳେ ବେଳେ ମନନ କରୁଛେ, ଆତ୍ମା କେମିତି ହାଇଥିବେ, ତାଙ୍କ ରଙ୍ଗ କେମିତି ହାଇଥିବ। ଅନେକ ଲୋକ ଏମିତି ବି ବ୍ୟାଖ୍ୟା କରନ୍ତି, ଯଦି ଆପଣ ଧ୍ୟାନସ୍ଥ ହେଇଯିବେ, ଶରୀରରୁ ଆତ୍ମା ବାହାରିଯିବ, ଆତ୍ମା ଅଲଗା ହେଇଯିବ, ଆତ୍ମା ଶରୀରକୁ ଦେଖିପାରିବ। କେତେ ପିଲାଳିଆ କଥା ଏଟା କହୁଛନ୍ତି। ଆତ୍ମା ଶରୀରରୁ ବାହାରିକିରି ଦେଖିବାର ଆଜ୍ଞା କଣ ଆବଶ୍ୟକ ଅଛି? ଏବେ ବି ତ ଶରୀର ଭିତରେ ଥାଇକି ସେ ଆତ୍ମା ହିଁ ତ ଶରୀରକୁ ଦେଖୁଛନ୍ତି ନା। ପୁରୁଷ, ସ୍ତ୍ରୀ, ମାଛ, ପକ୍ଷୀ, ସଂସାର, ଯାହାବି ଆତ୍ମା, ଯାହାବି ଦେହକୁ ଆମେ ଦେଖୁଛେ। ମୋ ଗୋଡ ଖଣ୍ଡିଆ ହେଇଯାଇଛି, ମୋ ଆଙ୍ଗୁଠି ଟିକେ ଆଜି ବାଇଗଣ କାଟୁଥିଲେ, ଆଙ୍ଗୁଠି କାଟି ହେଇଗଲା। ଦେହକୁ ଆତ୍ମା ଦେଖୁନାହାନ୍ତି କି? କିଏ ଦେଖୁଛନ୍ତି? ସେ ଆତ୍ମା ହିଁ ଦେଖୁଛନ୍ତି। ଆଖିକୁ କିଏ ଦେଖୁଛନ୍ତି? କେଶକୁ, ହାତକୁ, ଗୋଡକୁ, ନଖକୁ, ଶରୀରକୁ କିଏ ଦେଖୁଛନ୍ତି? ସେ ଆତ୍ମା ଦେଖୁନାହାନ୍ତି କି? କିନ୍ତୁ କିଛି ଲୋକ କହନ୍ତି, ଆମେ ଯେତେବେଳେ ଧ୍ୟାନସ୍ଥ ହେଇଯିବା, ଆତ୍ମା ଶରୀରରୁ ବାହାରି ଯିବ, ଆତ୍ମା ଶରୀରକୁ ଦେଖିପାରିବ। ଦେଖନ୍ତୁ କେତେ ମାନେ ଛୋଟ ପିଲାଙ୍କ ପରିକା କଥା ଏଇଟା। ତ ଅଧୁରା ଜ୍ଞାନରେ ସେମାନେ କିଛି କଥା ବ୍ୟାଖ୍ୟା କରିଥାନ୍ତି। ତ ସେସବୁ ଜ୍ଞାନକୁ ନେଇକିରି, ସେସବୁ ଜିନିଷର ଆଧାରକୁ ନେଇକିରି ଆମେ ଏଠି ଆତ୍ମାକୁ ରଙ୍ଗ ରୂପ ଦେଇକରି ଚିହ୍ନିବା ପାଇଁ ଚେଷ୍ଟା କରୁଛେ, ଯୋଉଟା କି ଅସମ୍ଭବ। କାହିଁକି ଅସମ୍ଭବ? ଆତ୍ମା ଆପଣ ନିଜକୁ ନିଜ ଠାରୁ ଭିନ୍ନ ଦେଖିବା, ନିଜକୁ ନିଜ ଠାରୁ ଅଲଗା ଦେଖିବା, ଦ୍ରଷ୍ଟାକୁ ଦୃଶ୍ୟ ରୂପରେ ଦେଖିବା ଅସମ୍ଭବ। ଯେମିତି ଆଖି ସମ୍ପୂର୍ଣ୍ଣ ସଂସାରକୁ ଦେଖୁଛି, ଆଖି ଦୃଶ୍ୟକୁ ଦେଖିବା ମାଧ୍ୟମରେ ଆଖି
ମନ ଏ କଥା ଜାଣିପାରୁଛି ଯେ ଆଖି ଦେଖାଯାଉଛି, ଆଖି ଠିକ ଠାକ ଦେଖାଯାଉଛି। କିମ୍ବା ଆଖିରେ ଯଦି କିଛି ତ୍ରୁଟି ରହୁଛି, ଭାବି ନିଅନ୍ତୁ ଜଣେ ସାଧକ ଅଛନ୍ତି, ତାଙ୍କୁ 40 ହେଇଛି, ବୟସ 40 ବର୍ଷ କିମ୍ବା 41 ବର୍ଷ, ତାଙ୍କୁ ଟିକେ ଠିକ ସେ ଦେଖାଯାଉନି, ତ ସେ ବ୍ୟାଖ୍ୟା କରିପାରନ୍ତି ମତେ ଠିକ ସେ ଦେଖାଯାଉନି, ମତେ 40 ହେଇଛି। ଠିକ ଅଛି, ଯଦି ଦେଖାଯାଉନି ତାଙ୍କୁ କଣ କରିବା, ତାଙ୍କୁ ଗୋଟେ ଚଷମା ପିନ୍ଧେଇଲେ କିମ୍ବା କିଛି ଲେନ୍ସ ପିନ୍ଧେଇଲେ ଏବେ ଦେଖାଯାଉଛି, ହଁ ଏବେ ଦେଖାଯାଉଛି। ମାନେ ଆଖି ଭିତରେ କିଛି ତ୍ରୁଟି ଅଛି, ସେଇଟା ଆଖି ଜାଣୁଛି କେମିତି, ଦୃଶ୍ୟକୁ ଅନୁଭବ କରିବା ମାଧ୍ୟମରେ। ଆଖି ନିଜକୁ ଅଲଗା ବାହାର କରି ଦେଖିକିରି ପରଖିକିରି ଚିହ୍ନୁନି। ଧ୍ୟାନ ଦେଇ ବୁଝନ୍ତୁ, ଆଖି ଦୃଶ୍ୟକୁ ଦେଖିବା ମାଧ୍ୟମରେ, ଆଖି ଦୃଶ୍ୟକୁ ଅନୁଭବ କରିବା ମାଧ୍ୟମରେ ଏ କଥାକୁ ବି ବୁଝି ପାରୁଛି, ପରଖି ପାରୁଛି, ନିରୀଖି ପାରୁଛି, ଆଖି ଦେଖାଯାଉଛି କିମ୍ବା ଆଖି ଦେଖାଯାଉନି। ତ ଆଖି ଅଲଗା ବାହାରିକିରି ଆଖିକୁ ଆଖି ଦେଖିକିରି କହୁନି। ଧ୍ୟାନ ଦିଅନ୍ତୁ, କଥାର ଗଭୀରତାକୁ ଧ୍ୟାନ ଦିଅନ୍ତୁ। ଆଖି ବାହାରିକିରି ଆଖିକୁ ଆଖି ଦେଖିକିରି କହୁନି, ଆଖି ଅନୁଭବ ମାଧ୍ୟମରେ ଚିହ୍ନୁଛି, ଅନୁଭବ ମାଧ୍ୟମରେ ବୁଝୁଛି, ଆଖିକୁ ଦେଖାଯାଉଛି କିମ୍ବା ଦେଖାଯାଉନି। ଠିକ ସେଇପରିକା, ଯଥା ସେଇପରିକା ଆତ୍ମାକୁ ଆତ୍ମା ସାଙ୍ଗରେ ସମାହିତ ହେଇକିରି ଆମେ ଚିହ୍ନିବା। ଆତ୍ମାକୁ ଅଲଗା ବାହାରିକିରି, ଅଲଗା ରଙ୍ଗ ରୂପ ଦେଇକିରି ଆତ୍ମାକୁ ମନ ମାଧ୍ୟମରେ ଅନୁଭବ କରିବା ଅସମ୍ଭବ, କିନ୍ତୁ ଆମେ ଅଜ୍ଞାନରେ ଅନୁଭବ କରୁଛେ। ଦ୍ୱିତୀୟ ଆଉ ଗୋଟେ କଥା ମନେ ରଖନ୍ତୁ, ଆମେ ଈଶ୍ୱରଙ୍କୁ ଛୋଟବେଳଠୁ ବିଭିନ୍ନ ନାମ ରୂପରେ ମାନି ଆସିଛେ। ଆମେ ଈଶ୍ୱରଙ୍କୁ ଛୋଟବେଳଠୁ ମାନିଛେ ଈଶ୍ୱର ଶକ୍ତିଶାଳୀ, ଈଶ୍ୱର ବୁଦ୍ଧିମାନ, ଈଶ୍ୱର ସର୍ବଜ୍ଞ, ଈଶ୍ୱର ସର୍ବବ୍ୟାପୀ। ଆଚ୍ଛା, ନିଜକୁ ଆମେ ଜୀବ ମାନିଛେ, ନିଜକୁ ଆମେ ଦେହ ମାନିଛେ, ଶରୀର ମାନିଛେ। ଶରୀର କାହିଁକି ମାନିଛେ? ଶରୀର ରୂପରେ ହିଁ ଆମକୁ ପରିଚୟ ଦିଆଯାଇଛି। ଧ୍ୟାନ ଦିଅନ୍ତୁ, ଆମ ମନ, ଆମ ସଂସ୍କାର ହେଲା ଆଧାର। ସଂସ୍କାରରେ ମୁଁ ଏ ଦେହ ମାନିଛି ନିଜକୁ, କିନ୍ତୁ ମୁଁ ଦେହି ଏ କଥାକୁ ଚିହ୍ନିନି। ଆତ୍ମଜ୍ଞାନର ଅଭାବରୁ, ବ୍ରହ୍ମଜ୍ଞାନର ଅଭାବରୁ, ଆଶ୍ରମ ବିଦ୍ୟାର ଅଭାବରୁ ମୁଁ ନିଜର ତତ୍ଵକୁ ଚିହ୍ନିନି, ନିଜକୁ ସ୍ଥୂଳ ଭାବରେ ପରିଚୟ ପାଇଛି। ଆଚ୍ଛା, ସଂସାରକୁ ବି ସେଇ ସ୍ଥୂଳ ଭାବରେ ପରିଚୟ ପାଇଛି, ଆଉ ସ୍ଥୂଳ ରୂପରେ ହିଁ ମାନିଛି। ଯେହେତୁ ସ୍ଥୂଳ ରୂପରେ ମାନିଛି, ସୂକ୍ଷ୍ମ ରୂପରେ ମୋ ତତ୍ଵ ପାଖରେ ମୁଁ ପହଞ୍ଚି ପାରୁନି କିମ୍ବା ଚିହ୍ନିବା ପାଇଁ ଚେଷ୍ଟା କରିପାରୁନି। ତ ଏଠି ମୂଳ କଥା ହେଲା, ଆମେ ଯୋଉ ଚର୍ଚ୍ଚା ହଉଥିଲେ, ଆତ୍ମା ଆତ୍ମା କୁହନ୍ତୁ କିମ୍ବା ବ୍ରହ୍ମ କୁହନ୍ତୁ, ଈଶ୍ୱର କୁହନ୍ତୁ, ଈଶ୍ୱରଙ୍କୁ ଯେହେତୁ ଆମେ ଶକ୍ତିଶାଳୀ ମାନିଛେ, ଆମେ ମନର ସ୍ତରରେ ଏମିତି ବି ପରଖୁଥାଉ, ମୁଁ ଯଦି ଈଶ୍ୱର ତାହେଲେ ମୁଁ ଉଡି ପାରୁନି କାହିଁକି, ମୁଁ ମାୟା କରିପାରୁନି କାହିଁକି? ମତେ ଗୋଟେ କଥା କୁହନ୍ତୁ, ଆମେ ଯାହାଙ୍କୁ ବି ଈଶ୍ୱର ରୂପରେ ମାନିଛେ, ଭଗବାନ ରାମଚନ୍ଦ୍ର କୁହନ୍ତୁ, ଭଗବାନ କୃଷ୍ଣ କୁହନ୍ତୁ, ରାମଚନ୍ଦ୍ର କଣ ମାୟା କରିଥିଲେ? ରାମଚନ୍ଦ୍ର ତ ବିଚରା କେତେ କଷ୍ଟ, କେତେ ଅସୁବିଧା, କେତେ ଅଭାବରେ ସେମାନେ ବଣକୁ ଯାଇଥିଲେ, ବନବାସକୁ ଯାଇଥିଲେ। ବନବାସରେ ମା ସୀତାଙ୍କର ଚୋରି ହେଇଗଲା, ହରଣ ହେଇଗଲା। ତ ସେଠି ଦେଖନ୍ତୁ, ଭଗବାନ ରାମଚନ୍ଦ୍ର କେତେ କଷ୍ଟ ପାଇଥିଲେ। ଜଙ୍ଗଲରେ ବୁଲିକିରି ମା ସୀତାଙ୍କୁ କେତେ ଖୋଜିଥିଲେ। ତାଙ୍କ ଶିଷ୍ୟ କୁହନ୍ତୁ, ଭଗବାନ ହନୁମାନ କୁହନ୍ତୁ କିମ୍ବା ଭଗବାନ ଲକ୍ଷ୍ମଣ କୁହନ୍ତୁ, ସେମାନେ କେତେ କେତେ ମାନେ କଷ୍ଟକୁ ସହିକିରି ରାବଣଙ୍କ ସାଙ୍ଗରେ ଯୁଦ୍ଧ କାହିଁ କଲେ? ଯଦିଓ ଠାକୁର ମାୟା କରନ୍ତି, ସେ ତ ମାୟା କରିଦେଇଥାନ୍ତେ ନା। ସେ ମା କୋଉଠି, ସୀତା ମା କୋଉଠି ଅଛନ୍ତି, ସେ ତ ସେଠି ବସିକି ସବୁ ଜାଣି ଦେଇଥାନ୍ତେ। ସେ ତାହେଲେ ବୁଲିଲେ କାହିଁକି? ସେ ଯୁଦ୍ଧ କଲେ କାହିଁକି? ରାମ ସେତୁର ନିର୍ମାଣ ହେଲା କାହିଁକି? ଲଙ୍କା ଗଲେ କାହିଁକି? ବୁଝିପାରୁଛନ୍ତି? କିନ୍ତୁ ହେଇଛି କଣ, ଏଠି ଟିଭିରେ ଆମେ କିଛିଟା ସିରିଏଲ ଦେଖିଛେ। ସିରିଏଲ କଣ ଦେଖିଛେ? ଏପଟେ ଗୋଟେ ତୀର ଆସିଲା, ସେପଟେ ଗୋଟେ ତୀର ଆସିଲା, ମଝିରେ ନିଆଁ ପଳେ ଖସି ପଇଲା। ଆମେ ଟିଭିରେ ସିରିଏଲରେ ଦେଖିଛେ, କିଏ ହାତ ଏମିତି ଦେଖେଇ ଦେଲେ ତାଙ୍କ ହାତରୁ ଶ୍ରାପ୍ୟ ବାହାରି ପଇଲା, ମାନେ କିଛି ଅଗ୍ନି ବାହାରି ପଇଲା, କିଛି ବର୍ଷା ବାହାରି ପଇଲା, କିଛି ଶ୍ରାପ୍ୟ କରିକିରି କିଏ କାହାକୁ ଅହଲ୍ୟାଙ୍କୁ ପଥର କରିଦେଲେ। କିଛିଟା ଗପ କାହାଣୀକୁ ବି ଟିଭିରେ ଏଇପରିକା ଦର୍ଶେଇ ଦେଇଛନ୍ତି। ତାକୁ ମାଧ୍ୟମ କରି ଆମେ ପରଖୁଛେ ଈଶ୍ୱର ସିଏ
ଯିଏ ମାୟା କରନ୍ତି, ଯିଏ ଯିଏ ମାୟା, ଈଶ୍ୱର ମାୟା କରୁଛନ୍ତି, ସେ ଯୋଉ କରୁଛନ୍ତି ତାଙ୍କୁ ଆମେ ଚିହ୍ନି ପାରୁନେ। ଭାବି ନିଅନ୍ତୁ ଗୋଟେ ଛୋଟ ବଟ ମଞ୍ଜି ଦିହରେ ବରଗଛର ମଞ୍ଜି, କେତେ ସୂକ୍ଷ୍ମ, କେତେ ଛୋଟ ମଞ୍ଜି ଭିତରେ କେତେ ବଡ ଗଛ ଲୁଚିକିରି ଅଛି। ଏତିକି ଛୋଟିଆ ମଞ୍ଜିଟେ ମାଟିର ସମ୍ପର୍କରେ ଆସିକିରି କେତେ ବଡ ବିଶାଳ କାୟା ନଉଛି। ଏଇଟା ମାୟା ନୁହଁ? ପରଖନ୍ତୁ ଭଲ କିନି, ଈଶ୍ୱରଙ୍କ ମାୟାକୁ ପରଖନ୍ତୁ। ବର ଗଛର ଯୋଉ ବର ଫଳ ଅଛି, ସେ ବର ଫଳର ମଞ୍ଜି କେତେ ଛୋଟିଆଟେ, କେତେ ଛୋଟିଆ ମଞ୍ଜି ଭିତରେ କେତେ ବିଶାଳ ଗଛ ଉତ୍ପନ୍ନ ହଉଛି। ନଈ ଦେଖନ୍ତୁ କୋଉ ଝରଣାରେ ଜନ୍ମ ନଉଛି, ବିଶାଳ ସମୁଦ୍ରକୁ ଖୋଜିକିରି ଯାଇ ତା ସାଙ୍ଗରେ ମିଶୁଛି। ଏଇଟା ମାୟା ନୁହଁ? ଶରୀର ଦେଖନ୍ତୁ କେତେ ଛୋଟ ଆକାର ଆକୃତି ନେଇକରି ଜନ୍ମ ହେଇଥିଲା, ପ୍ରତିଦିନ ଶରୀରର ଆକାର ଆକୃତି ପରିବର୍ତ୍ତନ ହଉଛି, ରଙ୍ଗ ରୂପ ପରିବର୍ତ୍ତନ ହଉଛି। ଇଏ ମାୟା ନୁହଁ? ସେଇ ମାଟିରେ କଷା, ରାଗ, ପିତା, ମିଠା, ବିଭିନ୍ନ ସ୍ୱାଦରେ ଫଳ ଉତ୍ପନ୍ନ ହଉଛି। ଏ ମାୟା ନୁହଁ? ଈଶ୍ୱରଙ୍କ ମାୟାକୁ ଆମେ ଦେଖିପାରୁନେ। ଆମେ ଟିଭି ସିନେମା ଦେଖିକିରି, ଆମେ କିଛି ଚଟମଟିଆ କଥା, କିଛି ବାଣୀ, କିଛି ଭୌତିକ ପ୍ରବଚନକ ମାନେ ସେମାନେ ପ୍ରବଚନ ଦଉଥାନ୍ତି, ଏ ପୂଜା କଲେ ସେ ଫଳ ମିଳିବ, ସେ ପୂଜା କଲେ ଏ ଫଳ ମିଳିବ। ସେଠି ବି ଆମେ ଲୋଭୀ ହେଇଯାଇଛେ। ସେସବୁ କଥାକୁ ବି ଆମେ ନେଇକରି ପରଖୁଛେ। ଆମେ ଭାବୁଛେ ଈଶ୍ୱର ମାନେ ସର୍ବଶକ୍ତିମାନ, ସର୍ବଶକ୍ତିଶାଳୀ। ମତେ ଗୋଟେ କଥା କୁହନ୍ତୁ, ଆମେ ବିବେକ ହେଇକରି ପରଖିବା, ମୋ ବିନା ସଂସାରର ଅସ୍ତିତ୍ୱ ଅଛି କି? ମୋ ବିନା ଈଶ୍ୱରଙ୍କର ଅସ୍ତିତ୍ୱ ଅଛି କି? ମୋ ବିନା ମାନେ ଏଠି ଦେହକୁ ପରଖିବେନି। ଆମେ ବାରମ୍ବାର ଯେହେତୁ ମୁଁକୁ ଶରୀର ମାନିଛେ, ମୁଁକୁ ଏକ ଦେହ ମାନିଛେ, ଆମେ ସେ ଦେହ ସାଙ୍ଗରେ ବାରମ୍ବାର ନିଜକୁ ଚିହ୍ନୁଛେ। କିନ୍ତୁ ମୁଁ ଦେହ ନୁହେଁ, ଆର ପ୍ରମାଣ ଅଛି। ଆମେ ବାରମ୍ବାର ଚର୍ଚ୍ଚା ହେଇଛେ, ଜାଗୃତ ଅବସ୍ଥାରେ ତ ଠିକ ଅଛି, ଦେହକୁ ଆମେ ଦେଖୁଛେ। ସ୍ୱପ୍ନ ଅବସ୍ଥାରେ ଦେହ କୁଆଡେ ଯାଉଛି? ଦେହକୁ ତ ଆମେ ଦେଖିପାରୁନେ। ସ୍ୱପ୍ନ ଅବସ୍ଥାରେ ଆମେ ସୂକ୍ଷ୍ମ ଶରୀରକୁ ଦେଖୁଛେ, ମନ ଭିତରେ ଆଉ ଗୋଟେ ଦେହକୁ ଦେଖୁଛେ। ସୁଷୁପ୍ତି ଅବସ୍ଥାରେ ଦେହ କୁଆଡେ ଯାଉଛି? ଅଦୃଶ୍ୟ ହେଇଯାଉଛି। ସଂସାର କୁଆଡେ ଯାଉଛି? ଅଦୃଶ୍ୟ ହେଇଯାଉଛି। କିନ୍ତୁ ଆମେ ଭୌତିକ ଜ୍ଞାନର ସ୍ତରରେ ଆମେ ଚିହ୍ନିଛେ, ଏମିତି ଚିହ୍ନିଛେ, ସ୍ୱପ୍ନ ସେମିତି ରାତିରେ ଦେଖଉ, ସ୍ୱପ୍ନ ଗୋଟିଏ, ସେଟା ଗୋଟେ ରାତିରେ ଆମର କିଛି ଅନୁଭବ ଆସେ, ସ୍ୱପ୍ନରେ ଠାକୁର ସ୍ୱପ୍ନାନ୍ତି, ତାପରେ ସ୍ୱପ୍ନରୁ ଯେତେବେଳେ ଆମେ ଆସିଯାଉ, ଆଉ ଥରେ ଜାଗୃତ ସଂସାରକୁ ଆସିଯାଉ। ସଂସାର ତ ସେମିତି ଅଛି, ଅଛି ଠିକ ଅଛି, ଜାଗୃତ ସଂସାର ବି ସେମିତି ଅଛି, ସ୍ୱପ୍ନ ସଂସାର ବି ସେମିତି ଅଛି, ଆପଣ ବି ସେମିତି ଅଛନ୍ତି। ସଂସାରକୁ ନୁହଁ, ନିଜ ଆଡକୁ ଯାଆନ୍ତୁ, ନିଜକୁ ପରଖନ୍ତୁ, ନିଜକୁ ପରଖନ୍ତୁ। ମୋ ବିନା ସଂସାରର ଅସ୍ତିତ୍ୱ କୋଉଠି ଅଛି? ମୋ ବିନା ଈଶ୍ୱରଙ୍କ ଅସ୍ତିତ୍ୱ କୋଉଠି ଅଛି? ଅନେକ ଲୋକ ସେମାନେ ବି ବିଚରା ଅଧୁରା ଜ୍ଞାନ ହେଲେ ବି କହୁଥାନ୍ତି, ଅନେକ ଲୋକ କହନ୍ତି ଈଶ୍ୱର ତ ମୋ ଭିତରେ ଅଛନ୍ତି, ମୁଁ ମନ୍ଦିର କାହିଁକି ଯିବି, ଠାକୁର ତ ମୋ ଭିତରେ ଅଛନ୍ତି, ଆଉ ମୁଁ ପୂଜା କାହିଁ କରିବି, ଏମିତି କିଛି ଲୋକ କହୁଥାନ୍ତି। ତ ଦେଖନ୍ତୁ, ବିନା ଅଗ୍ନିରେ ଧୂଆଁ କୋଉଠି ଆସେନି। ମାନେ ଧୂଆଁ ଅଛି ମାନେ କିଛି ନା କିଛି ସେଠି ଅଗ୍ନି ଥିଲା, ମାନେ ସେମାନେ ଏ କଥାକୁ ଯଦି ବ୍ୟାଖ୍ୟା କରୁଛନ୍ତି, ସେମାନେ କୋଉଠି ନା କୋଉଠି ଶାସ୍ତ୍ର କିମ୍ବା ସତ୍ସଙ୍ଗରେ କୋଉଠି ନା କୋଉଠି ଶୁଣିଛନ୍ତି ଈଶ୍ୱର ମୋ ଭିତରେ ଅଛନ୍ତି। ତେଣୁକରି ଏଠି ଆମେ ଯୋଉ ଈଶ୍ୱରଙ୍କୁ ସର୍ବଶକ୍ତିଶାଳୀ ମାନିଛେ, ସେ ମାନିବା ପଛାଡେ, ସେ ମାନିବାର ଆଧାର ମତେ ଯାହା ଲାଗୁଛି ଟିଭି, ମୋବାଇଲ। କାହିଁକିନା ଈଶ୍ୱରଙ୍କୁ ତ ସାକ୍ଷାତ ଆପଣ ଦେଖି ନାହାନ୍ତି। ଈଶ୍ୱର ଉଡୁଥିବା, ଈଶ୍ୱର ବର ଦଉଥିବା, ଈଶ୍ୱର ପାହାଡକୁ ହାତରେ ଧରିଥିବା, ଈଶ୍ୱରଙ୍କ ପାଟିରୁ ନିଆଁ ବାହାରୁଥିବା, ଈଶ୍ୱର ତୀର ମାରୁଥିବା, ଆପଣ ତ ସାକ୍ଷାତ ଦେଖି ନାହାନ୍ତି। ତାହେଲେ ମାଧ୍ୟମ କଣ? ମାଧ୍ୟମ ଟିଭି କହିପାରିବା, ମାଧ୍ୟମ ସିରିଏଲ କହିପାରିବା। ଆମେ ଗୋଟେ କଥା ଧ୍ୟାନ ଦେଇ ବୁଝନ୍ତୁ, ଆମେ ସମ୍ପୂର୍ଣ୍ଣ ଯାହା ବି ତର୍ଜମା କରୁଛେ, ଈଶ୍ୱରଙ୍କୁ ତର୍ଜମା କରୁଛେ କିମ୍ବା ସଂସାରକୁ ତର୍ଜମା କରୁଛେ, ଏ ତର୍ଜମାର ଆଧାର ହେଉଛି ଆମ ସଂସ୍କାର, ଆମ ମନ। ମନ ବିନା ମୁଁ ହିଁ ନାହିଁ, ମନ ବିନା ସଂସାର ବି ନାହିଁ। ତ ସେ ଯୋଉ ସଂସ୍କାରରେ ଆମେ ଯୋଉ ପରିକା ଚିହ୍ନିଛେ, ଯୋଉ ପରିକା ବୁଝିଛେ, ସେଇ ପରିକା ମାନିଛେ। ତ ଆମ ଭିତରେ ଆଜି ଯାଏ ଯେହେତୁ ସ୍ଥୂଳ ଭାବରେ ଏ ଯୋଉ ସଂସାରକୁ ଚିହ୍ନିଛେ, ଈଶ୍ୱରଙ୍କୁ ଚିହ୍ନିଛେ, ସେ ସ୍ଥୂଳ ଭାବରେ ଆମ ଜ୍ଞାନ, ଆମେ ବ୍ରହ୍ମ ଜ୍ଞାନକୁ ଶୁଣୁଛେ। ଆଉ ଦେଖନ୍ତୁ, ମତେ ଗୋଟେ କଥା କୁହନ୍ତୁ, ମୁଁ ଏପର୍ଯ୍ୟନ୍ତ ଯାହା ବି ବ୍ୟାଖ୍ୟା କଲି, ମୋ କଥାକୁ କାଟିକିରି ଦେଖାନ୍ତୁ, ମୋ କଥାକୁ ମିଥ୍ୟା ପ୍ରମାଣିତ କରନ୍ତୁ।
କରିପାରିବେ କି? ମୋ ବିନା ଆମେ ଯୋଉ କହୁଛେ ମୋ ବିନା ଈଶ୍ୱରଙ୍କ ଅସ୍ତିତ୍ୱ କୋଉଠି ଅଛି, ଏଇଟାକୁ ଭୁଲ ବୋଲି ପ୍ରମାଣିତ କରନ୍ତୁ। କିମ୍ବା ଗୁରୁଜୀ କାହା ଏ କୁହନ୍ତୁ ରାମଚନ୍ଦ୍ରଙ୍କ ଦ୍ଵାରା ମିରାକିଲ ହେଇଥିଲା ବା ସେ ଶିବ ଧନୁ କେହି ଭାଙ୍ଗି ପାରିନଥିଲେ ସୀତା ସ୍ଵୟଂବରରେ ସେ ଭାଙ୍ଗି ପାରିଥିଲେ ଭଗବାନ ବୋଲି। ଏ କଥା ଦ୍ଵିତୀୟ ରାବଣ ମୋରା ମହା ବିକ୍ରମ ପ୍ରତାପୀ ରାଜାକୁ କେହି ମାରି ପାରିନଥିଲେ ସେ ମିରାକିଲ ମାରିଥିଲେ ବୋଲି କହୁଛନ୍ତି। ତାଙ୍କ ଦ୍ଵାରା କେତେ କାମ ସାଧିତ ହେଇଥିଲା। ସୁନ୍ଦର ଆଉ ସୁନ୍ଦର ତାଡା ଯୋଉ ଅହଲ୍ୟା କରିଥିଲେ ସେ ଧୀବର ପାଦ ଧୋଇଥିଲା ତାଙ୍କର ଗୋଟେ ସୁନା ଡଙ୍ଗା ହେଇଯାଇଥିଲା। ଅତି ଆଉ ସୁନ୍ଦର ଅହଲ୍ୟା ଯୋଉ ପଥର ହେଇଥିଲା ତାକୁ ପାଷାଣ ମହିଳା ନାରୀ ସେଟା ଗୋଟେ ଅଛି। ସେ ଭଗବାନ ବୋଲିବା ଏତେ ଗୁଡେ ମିରାକିଲ କରିଥିଲେ। ଅତି ସୁନ୍ଦର ଅତି ସୁନ୍ଦର ଶୁଣନ୍ତୁ। ମାଙ୍କ କହିବାର ତାତ୍ପର୍ଯ୍ୟ ହଉଛି ଯୋଉଟା ସାଧାରଣ ମନୁଷ୍ୟ ନ କରି ପାରିଥାନ୍ତି ସେଇଟା ଯିଏ କରନ୍ତି ସେ କାର୍ଯ୍ୟକୁ ନେଇକରି ଆମେ ମାନିବେ ଯେ ସେ ଈଶ୍ୱର। ଠିକ ଅଛି ଆଜ୍ଞା ତା ମାନେ ଆମେ ଏମିତି ବି ମାନିପାରିବା। ଆପଣ ଦେଖିଥିବେ ମ୍ୟାଜିକ ସୋରେ ଆପଣ ଦେଖିଥିବେ ଟୋପି ଭିତରୁ ପାରା ବାହାର କରିଦଉଛନ୍ତି। ଆପଣ ମ୍ୟାଜିକ ସୋରେ ଦେଖିଥିବେ ଗୋଟେ ବ୍ୟକ୍ତିଙ୍କୁ ସ୍ଵୟଂ ତାଙ୍କୁ ଅଦୃଶ୍ୟ କରିଦଉଛନ୍ତି ତାହେଲେ ଆମେ ତାଙ୍କୁ ପୂଜିବା ତାଙ୍କୁ ଆମେ ମୁଣ୍ଡିଆ ମାରିବା। ଆମେ ଦେଖିଛେ ଗିନିସ୍ ୱାର୍ଲଡ ରେକର୍ଡ ଗିନିସ୍ ୱାର୍ଲଡ ରେକର୍ଡ ଏମିତି ବି ଅଛି ଜଣେ ବ୍ୟକ୍ତି ଆପଣ ଦେଖିଥିବେ ଦାନ୍ତେରେ ଟ୍ରକ କୁ ଟାଣୁଛନ୍ତି ଆମେ ତାଙ୍କୁ ପୂଜିବା ଆମେ ତାଙ୍କୁ ପ୍ରଣାମ କରିବା ଆମେ ତାଙ୍କୁ ସ୍ତୁତି କରିବା ଆମେ ତାଙ୍କୁ ଈଶ୍ୱର ରୂପରେ ମାନିବା। ଆମେ ଦେଖିଛେ ଗିନିସ୍ ୱାର୍ଲଡ ରେକର୍ଡ ଏମିତି ଅଛି କିଛି ଲୋକ ହେଲିକପ୍ଟରରେ ତାଙ୍କୁ ଟାଣିକିରି ଅଟକେଇ ନେଇଛନ୍ତି ଆମେ ତାଙ୍କୁ ପୂଜା କରିବା ଆମେ ତାଙ୍କୁ ଉପାସନା କରିବା ତାଙ୍କ ଭିତରେ ବହୁତ ବଳ ଅଛି ତାଙ୍କୁ ଆମେ ସ୍ତୁତି କରିବା ଆମେ ଦେଖିଛେ ଏମିତି ବି ଆପଣ ଦେଖିଥିବେ ବେଜିଂ ଅଲମ୍ପିକ ଗେମ୍ସ ଚାଲେ ଅଲମ୍ପିକ ଗେମ ରେ ଜଣେ ବ୍ୟକ୍ତି ଅଛନ୍ତି ସେ ସାତଟା ମେଡାଲ ପାଇଛନ୍ତି ସୁଇମିଂ ରେ ଆମେ ତାଙ୍କୁ ପୂଜା କରିବା ଆମେ ତାଙ୍କୁ ଉପାସନା କରିବା ଆମେ ତାଙ୍କୁ ସ୍ତୁତି କରିବା କି କୁହନ୍ତୁ ନା କାହିଁ କରିବାନି ସିଏ ତ ତାଙ୍କ ଭିତରେ ସେତିକି ମ୍ୟା ଶକ୍ତି ଅଛି ତାହେଲେ କାହିଁ କରିବା ମ୍ୟାଜିକ ତ ଜୀବନରେ ବହୁତ ଦେଖା ହେଇଛି ମ୍ୟାଜିକ ଏମିତି ପାଟିରୁ ବ୍ଲେଡ ତାହେଲେ ଗୁଡା ବାହାରେ ଗୋଟେ ମ୍ୟାଜିକସିଆନ ଆସିଥିଲେ ତାହେଲେ ସେ ମ୍ୟାଜିସିଆନ୍ସ କୁ ଆମେ କାହିଁକି ବୁଝିବାନି ଆପଣ ପାଟିରୁ ବ୍ଲେଡ ବାହାର କରିପାରିବେ ନାଇଁ ଆପଣ ପାରାକୁ ଟୋପି ଦେହରୁ ପାରାକୁ ବାହାର କରିପାରିବେ ନାଇଁ ଆପଣ ଜଣେ ବ୍ୟକ୍ତିକୁ ଅଦୃଶ୍ୟ କରିପାରିବେ ନା ତାହେଲେ ଆମେ ମ୍ୟାଜିସିଆନକୁ କାହିଁକି ପୂଜିବାନି କୁହନ୍ତୁ ଉତ୍ତର କୁହନ୍ତୁ ଆମେ ଜଣେ ମ୍ୟାଜିସିଆନକୁ କାହିଁକି ପୂଜିବାନି ସେ ବି ତ ଅଲୌକିକ ଚମତ୍କାର ଦେଖାଉଛନ୍ତି ନା କାହିଁ ପୂଜିବାନି ତାଙ୍କ ଭିତରେ ଦିବ୍ୟ ଶକ୍ତି ଅଛି ନା ନାହିଁ କି କୁହନ୍ତୁ ତାଙ୍କ ଭିତରେ ଦିବ୍ୟ ଶକ୍ତି ନାହିଁ ତାଙ୍କ ଭିତରେ ଯଦି ଦିବ୍ୟ ଶକ୍ତି ନଥାନ୍ତା ଆମେ 200 ଟଙ୍କା 500 ଟଙ୍କା ଦେଇକି ସେ ମ୍ୟାଜିକ ସୋ କାହିଁ ଦେଖିଥାନ୍ତେ କିଛି ତ ଶକ୍ତି ଅଛି ତ ତାଙ୍କୁ କାହିଁ ପୂଜିବାନି ତାଙ୍କୁ ଈଶ୍ୱର କାହିଁ ମାନିବାନି ଆପଣ କହିଲେ ଭଗବାନ ରାମଚନ୍ଦ୍ର ଶିବ ଧନୁକୁ ଉଠେଇ ଦେଲେ ସର୍ବପ୍ରଥମେ ଆପଣ କହିଲେ ଶିବ ଧନୁକୁ ଉଠେଇ ଦେଲେ ଶିବ ଧନୁ ଉଠେଇ ଦେଲେ ମାନେ କଣ ଶିବ ଧନୁ ବହୁତ ଓଜନଦାର ଜିନିଷ ଯାହାକୁ ଅନେକ ରାଜା ଚେଷ୍ଟା କରିଥିଲେ ଉଠେଇ ପାରିନଥିଲେ ରାମଚନ୍ଦ୍ର ଉଠେଇ ଦେଲେ ତାହେଲେ ଆମେ ମା କରଣମ ମଲ୍ଲେଶ୍ଵରୀ ଜଣେ ଅଛନ୍ତି ଆନ୍ଧ୍ରପ୍ରଦେଶ ତାଙ୍କର କରଣମ ମଲ୍ଲେଶ୍ଵରୀ ଜଣେ ମାତା ଅଛନ୍ତି ସିଏ 225 କିଲେ ୱେଟ ଲିଫ୍ଟିଂ ରେ ଗୋଲ୍ଡ ମେଡାଲ ପାଇଥିଲେ ବେଜିଂ ଅଲମ୍ପିକ୍ସ ରେ ତାହେଲେ ଆମେ କରଣ ମଲ୍ଲେଶ୍ଵରୀ ମାଙ୍କୁ ପୂଜା କରିବା ସମସ୍ତେ ଉଠେଇ ପାରିନଥିଲେ ସିଏ ଉଠେଇଲେ ସେ ଗୋଲ୍ଡ ମେଡାଲ ପାଇଲେ ଆମେ ତାଙ୍କ ପାଦ ପୂଜା କରିବା ତାଙ୍କ ସ୍ତୁତି କରିବା ତାଙ୍କ ବନ୍ଦନା କରିବା କି ନା କୁହନ୍ତୁ କାହିଁ କରିବାନି ଏଠି କାହିଁ ମନା କରୁଛନ୍ତି ସେ ତ ଗୋଲ୍ଡ ପାଇଲେ ନା ସେ ଏକୁଟିଆ ଉଠେଇ ପାରିଥିଲେ ନା ତାଙ୍କ ପୂର୍ବରୁ ତ କେହି ଉଠେଇ ପାରିନଥିଲେ ତାହେଲେ ତାଙ୍କୁ ଆମେ କାହିଁ ପୂଜିବା? ଏମାନଙ୍କୁ ଆମେ ମନ ରାଇଜରେ ମଣିଷ ବୋଲି ଭାବି ନେଇଛନ୍ତି ମନ ଯେ ଏମାନେ ରାଇଜରେ ମଣିଷ ଭାବି ନେଇଛେ ମନ ରାଇଜରେ ସୁନ୍ଦର ମଣିଷ କଥା ବୋଲି କହିଲେ ଏଇଟା ଗୋଟେ ମ୍ୟାଜିକ ହଉଛି ଏଟାକୁ ସୁନ୍ଦର କଥା ଆମେ କହିଲେ ଭାବିନେ ଯେ ସୁନ୍ଦର ଏଇଟା କଥା ଗୋଟେ କହିଲେ ମ୍ୟାଜିକ ଏଇଟା ମ୍ୟାଜିକ ଆଉ ଯୋଉଟା ମନରେ ମାନୁଛେ ଆଉ ଗୋଟେ କଥା ମନେ ରଖନ୍ତୁ ଈଶ୍ୱରଙ୍କୁ ଯେହେତୁ ଆମେ ଉଚ୍ଚ ସ୍ଥାନ ଦେଇଛେ ସେଠି ବହୁତ ସାରା କାହାଣୀରେ ବି କଥାରେ ବି କିଛି କଥା ବର୍ଣ୍ଣନା କରିଦେଇଥାନ୍ତି ମିଥ୍ୟା ବର୍ଣ୍ଣନା ଯାହାକୁ କହିପାରିବେ ଟିକେ ଏ କଥା ଟା ଟିକେ କଟୁ ଲାଗିବ ମାନେ ପଥର କେବେ ମହିଳା ହୁଏନି ପ୍ରକୃତିର ନିୟମ ଏଇଟା ପ୍ରକୃତିର ନିୟମ ଅନାଦି କାଳରୁ ଆଜି ଯାଏ ସେଇଆ ହିଁ ଅଛି କିଛି ବର୍ଣ୍ଣନା କରିକିରି ଆପଣ ଜାଣିଥିବେ କବି ମାନେ ତାଙ୍କ ପାଖରେ ବାକ୍ ଚାତୁର୍ଯ୍ୟ ଥାଏ କବିଙ୍କ ପାଖରେ ଶବ୍ଦ ଚାତୁର୍ଯ୍ୟ ଥାଏ
କବିଙ୍କ ପାଖରେ ବର୍ଣ୍ଣନା କରିବାର ବହୁତ ସାରା ଶବ୍ଦ ଥାଏ, ତାଙ୍କ ପାଖରେ ବହୁତ ଚାତୁର୍ଯ୍ୟତା ଥାଏ, ବୁଦ୍ଧିମତା ଥାଏ। ସେମାନେ ଗୋଟେ ଜିନିଷକୁ ବର୍ଣ୍ଣନା କରିବା ପାଇଁ କିଛି କିଛି ସନ୍ଦର୍ଭର, କିଛି ଚମତ୍କାରର ସାହାରା ନେଇଥାନ୍ତି ବର୍ଣ୍ଣନା କରିବାରେ। ବର୍ଣ୍ଣନା କରିବାରେ ତା ମାନେ କଣ? ବର୍ଣ୍ଣନାକୁ ଆମେ ସତ୍ୟ ମାନେ ନବା? ଆପଣ କୁହନ୍ତୁ, ଯୋଉ ମା ଅହିଲ୍ୟାଙ୍କୁ କହିଲେ ପଥର ହିଁ ଯାଇଥିଲେ, ଏଇଟା ହଉଛି କିଛି ବର୍ଣ୍ଣନା ଥିଲା। ଏଇଟା ଗୋଟେ କଥା, ପ୍ରକୃତିର ନିୟମ ଯାହା ଥିଲା ସେଇଆ ଅଛି, ସେଇଆ ରହିବ। ପ୍ରକୃତିର ନିୟମ କେବେ ହେଲେ ପରିବର୍ତ୍ତନ ହୁଏନି କିମ୍ବା ହବନି। ଈଶ୍ୱରଙ୍କୁ ଆମେ ଯେହେତୁ ସର୍ବଶକ୍ତିଶାଳୀ ମାନିଛେ, ତାଙ୍କୁ କିଛି ରୂପ ରଙ୍ଗ ଦେଇକରି ଯେହେତୁ ଆମେ ଚିହ୍ନିଛେ, ଏବେ ଭାବି ନିଅନ୍ତୁ ଆମେ ଗାନ୍ଧିଜୀଙ୍କ ସମବୟସ୍କ ମାନେ ତାଙ୍କ, ଗାନ୍ଧିଜୀ ଆମର ଅଳ୍ପ ମାନେ 50 ବର୍ଷ ପୂର୍ବରୁ କିମ୍ବା 30 ବର୍ଷ ପୂର୍ବରେ ଥିଲେ। ଗାନ୍ଧିଜୀ ଥିଲେ, ତାଙ୍କ ଚରିତ୍ର କଥା ଆମେ ଶୁଣିଛେ, ତାଙ୍କ ବର୍ଣ୍ଣନା ଆମେ ଶୁଣିଛେ, ଠିକ ଅଛି। ଏବେ ହଉଛି ଆମେ ଗାନ୍ଧିଜୀଙ୍କୁ ଏକ ମନୁଷ୍ୟ ରୂପରେ ମାନିଛେ। କିନ୍ତୁ ଆପଣ ମନେ ରଖନ୍ତୁ, ଦେହର କିଛି ସମୟ ସୀମା ଅଛି, ଦେହ ତ ଆମେ ସମସ୍ତେ ରହିବାନି। ତଥାପି 500 ବର୍ଷ ପରେ ଦେଖିବେ ଗାନ୍ଧିଜୀଙ୍କ ଉପରେ ବି ବିଭିନ୍ନ ପ୍ରକାର ବର୍ଣ୍ଣନା କରିକି ଲେଖିବେ। ଗାନ୍ଧିଜୀ ଏମିତି ଗୋଟେ ବାଡି ଫୋପାଡି ଦେଲେ 100 ଜଣ ପଡି ଯାଉଥିଲେ, ଗାନ୍ଧିଜୀ ଉଡୁଥିଲେ, ଗାନ୍ଧିଜୀ ଏମିତି ମନ୍ତ୍ର କରିକିରି ଅନେକ ଲୋକଙ୍କୁ ତାଙ୍କ ମନକୁ ମୋହିତ କରିଦଉଥିଲେ। ବୁଝିପାରୁଛନ୍ତି? ଆଜି ଯଦି ଟିଭି ଦେଖିବେ, ଟିଭିରେ ଏମିତିଆ ସିରିଏଲ ଚାଲିଛି, ସେ ସିରିଏଲକୁ ଦେଖି ଭାରି ହସ ମାଡେ। ଭଗବାନ କୃଷ୍ଣଙ୍କୁ ଏମିତିଆ ଦର୍ଶେଇଛନ୍ତି, 10 ଜଣ ଗୋପୀ ଅଛନ୍ତି, ଗୋପୀଙ୍କ ସାଙ୍ଗରେ ଗାଧଉଛନ୍ତି। ଲାଜ ଲାଗୁଛି କଥା କହିବା ପାଇଁ। ଭଗବାନ କୃଷ୍ଣକୁ ଏମିତିଆ ସବୁ ବର୍ଣ୍ଣନା କରିକିରି ଟିଭିରେ ସିରିଏଲ ସବୁ କରୁଛନ୍ତି, ଲୋକ ଦେଖୁଛନ୍ତି, ତାଙ୍କୁ ଭଲ ଲାଗୁଛି, ଖୁସି ଲାଗୁଛି। ଭଗବାନ କୃଷ୍ଣଙ୍କୁ ଗୋଟେ ହିରୋ ଟାଇପ ରେ ଦେଖାଉଛନ୍ତି, ଗୋପୀଙ୍କ ସାଙ୍ଗରେ ସେ ରାସଲୀଳା କରୁଛନ୍ତି। ମା ରାଧାଙ୍କୁ ଯେମିତି ଜଣେ ହିରୋ ହିରୋଇନକୁ ଯେମିତି ଆମେ ସିନେମାରେ ଦେଖୁଛେ, ଯଥା ସେଇପରିକା ଆଜି କିଛିଟା ସିରିଏଲ ଚାଲିଛି, ଆପଣ ଯଦି ଦେଖୁଥିବେ ତା ଦେହରେ ପରଖି ପାରୁଥିବେ। ତାଙ୍କୁ କିଏ ଭିଲିଆନ ଜଣେ ଅଛନ୍ତି, ତାଙ୍କୁ ତାଙ୍କ ପ୍ରେମରେ ସେ ବାଧାବିଘ୍ନ କରୁଛନ୍ତି। କୃଷ୍ଣ ପ୍ରେମ ଯୋଉ ଅସଲି ପ୍ରେମ, ସେ ପ୍ରେମ ଅସୀମ ପ୍ରେମ। ସେ ପ୍ରେମରେ କୌଣସି ଶୁଦ୍ଧ ପ୍ରେମ, ସେ ପ୍ରେମ ହେଲା ନିର୍ମଳ ପ୍ରେମ। ସେ ପ୍ରେମର ବର୍ଣ୍ଣନା କୋଉଠି, ସେ ପ୍ରେମର ଚର୍ଚ୍ଚା କୋଉଠି ଅଛି? ତେଣୁକରି ଆମେ ବହୁତ ସାରା ଗପ କାହାଣୀ ଶୁଣିଛେ, ସେ ଗପ କାହାଣୀରେ ହଜି ମଜି ଯାଉଛେ, ସେ ପରୀକ୍ଷା ପରଖୁଛେ। ସାଇ ବାବାଙ୍କ ହାତରୁ ବିଭୂତି ବାହାରି ପଡିଲା, 50 ଲୋକ ଦୌଡ଼ିଲେ, ତାଙ୍କୁ ମୁଣ୍ଡିଆ ମାଇଲେ। ବିଭୂତି କଣ କରିବା? ସୁନା ଚେନ୍ ବାହାର କରିଦେଲେ। ସାରଥୀ ବାବା ଗାଈରୁ କ୍ଷୀର ବାହାର କରିଦେଲେ। କି ଗାଈ ମାନେ ସିମେଣ୍ଟ ଗାଈ। ଦୌଡ଼ିଲେ, ଲୋକ ଦୌଡ଼ିଲେ। ଚମତ୍କାର ଈଶ୍ୱର ନୁହନ୍ତି? ଈଶ୍ୱରଙ୍କ ଅସଲି ଚମତ୍କାରକୁ ଆମେ ଦେଖିପାରୁନେ, ଜ୍ଞାନର ଅଭାବରୁ, ଆତ୍ମଜ୍ଞାନର ଅଭାବରୁ। ତେଣୁକରି ଆମେ ଈଶ୍ୱରଙ୍କୁ ମାନେ ଶାସ୍ତ୍ର ମାଧ୍ୟମରେ ପରଖିବା। ଠିକ ଅଛି, ଏଠି ମୁଁ ଭଗବାନ ରାମଚନ୍ଦ୍ରଙ୍କୁ, ଭଗବାନ କୃଷ୍ଣଙ୍କୁ ମୁଁ ବିରୋଧ କରୁନି। ସେ ନମସ୍ୟ, ସେ ପୂଜନୀୟ, ବନ୍ଦନୀୟ, ସେ ଗୁରୁ। ଟିଭି ବାଲା ଗୁରୁଜୀ ଯାହା ଦେଖାଉଛନ୍ତି, ପଢିକି ଦେଖାଉଛନ୍ତି। ହଁ, ବହୁତ ରଞ୍ଜିତ କରିଦଉଛନ୍ତି। ଭଗବାନ କୃଷ୍ଣଙ୍କର ଯୋଉ ବିରାଟ ରୂପ ଦେଖେଇଛନ୍ତି, ସେମିତି କଣ ଭଗବାନ 10ଟା ମୁଣ୍ଡରେ କୋଉଠି ନିଆଁ ବାହାର କରି, ଧୂଆଁ ବାହାର କରି ଠିଆ ହେଇଥିଲେ? ଏଇଟା ବିଶ୍ଵରୂପ ବିରାଟ ରୂପ? ଦର୍ଶନ ଗୀତାରେ ବା ଅଛି ଗୋଟେ ବିଶ୍ଵରୂପ ଦର୍ଶନ। କଣ ଅଛି? ଏକାଦଶ ଅଧ୍ୟାୟ ଟା ଅର୍ଜୁନଙ୍କୁ ବିଶ୍ଵରୂପ ଦର୍ଶନ କରିଥିଲେ ଭଗବାନ ଶ୍ରୀକୃଷ୍ଣ। ସେଠି କଣ ଲେଖା ହେଇଛି? 10ଟା ମୁଣ୍ଡରେ ଏମିତି ନିଆଁ ନା ବାହାରୁଛି, ନା ନା ଧୂଆଁ ବାହାରୁଛି, ଚକ୍ର ଧରି ନା ନା ଠିଆ ହେଇଛନ୍ତି, ଅର୍ଜୁନ ଗଦାରେ ବସିଛନ୍ତି। ଅର୍ଜୁନ ଅର୍ଜୁନ ବିଶ୍ଵରୂପ ଦେଖି ଦର୍ଶନ ହେଲା ପାରିଲେନି ତୁରୀୟ ଦର୍ଶନ। ବିଶ୍ଵରୂପ ଦର୍ଶନ ହେଲା ତୁରୀୟ ଦର୍ଶନ। ଯିଏ ଦେଖୁଛନ୍ତି, ନିଜକୁ ଦେଖୁଛନ୍ତି, ସବୁ ଜାଗାରେ ସେଇ ହିଁ ଅଛନ୍ତି, ତାଙ୍କ ଛଡା କିଞ୍ଚିତ ବି କିଛି ନାହିଁ। କଥା ଧରି ପାରୁଛନ୍ତି? କିନ୍ତୁ ଟିଭି ଯୋଉ ଭ୍ରମରେ ଲୋକଙ୍କୁ ଭ୍ରମିତ କରିଦେଇଛି, ଲୋକ ଦେଖନ୍ତୁ, ଆପଣ ସତ୍ୟର ପ୍ରଚାର ନ କଲେ ବି ଚଳିବ, ସତ୍ୟକୁ ଯଦି ମିଥ୍ୟା ପ୍ରଚାର କରିବେ, କେତେ ଲୋକ ଭ୍ରମରେ ଭ୍ରମିତ ହେଇଯାଇଛନ୍ତି କୁହନ୍ତୁ? ତେଣୁକରି ଟିଭି ହିଁ ସଂସାରକୁ, ସାଧନାକୁ ବିଗାଡି ଦେଇଛି। ଟିଭିରେ ତାଙ୍କୁ TRP ନ ଆସିଲେ, ତାଙ୍କ ପଇସା, ତାଙ୍କର ଯୋଉ ଇନଭେଷ୍ଟ କରିଛନ୍ତି, ସେ ତାଙ୍କୁ ଆସିବନି। ଆଉ TRP ଆସିବ ସେତେବେଳେ, ଯେତେବେଳେ ଆମେ ଟିକେ ଚଟମଟିଆ କରି ଦେଖେଇବା। କୋଉଠି ରୂପ, କୋଉଠି ରଙ୍ଗ, କୋଉଠି ତୀର, କୋଉଠି ଆକାଶରୁ କୋଉଠି ମେଘ ବାହାରି ପଡିଲା, ବିଭିନ୍ନ ପ୍ରକାର ତାଙ୍କୁ ଦେଖେଇବେ। ତେଣୁକରି ଆମେ ଯାହା ଶୁଣିଛେ ତାକୁ ପରଖିବା, ବାରମ୍ବାର ପରଖିବା। ଆଜ୍ଞା ଗୁରୁଜୀ। ଆଜ୍ଞା କୁହନ୍ତୁ। ଆଜ୍ଞା ଗୁରୁଜୀ, ସାର୍ ଯୋଉ କୁହନ୍ତୁ ସାର୍। ଗୀତାରେ ଭଗବାନଙ୍କ ବିଷୟରେ ଲେଖିଛନ୍ତି, ଯୋଉ ସେଇଟା କଣ ଗୁରୁଜୀ? କଣ ଲେଖିଛନ୍ତି କୁହନ୍ତୁ, ତାକୁ ପରଖିବା ଆମେ, କୁହନ୍ତୁ। ଭଗବାନର ଅର୍ଥ ବୁଝେଇଛନ୍ତି।
କଣ ବୁଝେଇଛନ୍ତି? କଣ ବୁଝେଇଛନ୍ତି କୁହନ୍ତୁ, ସେ ଶବ୍ଦ କୁହନ୍ତୁ, ଶବ୍ଦ କହିଲେ ତା ଉପରେ ଆମେ ତର୍ଜମା କରିବା। ଯେମିତି ମା କହିଲେ ଠାକୁର ଠିକ ଅଛି। ଶିବଧନୁକୁ ଧରିଥିଲେ, ଶିବଧନୁ ଉପରେ ଆମେ ଚର୍ଚ୍ଚା ହେଲେ, ଯେମିତି ଆପଣ ସେ ଶବ୍ଦ ହଁ, କୁହନ୍ତୁ, ସେ ତା ଉପରେ ଚର୍ଚ୍ଚା ହବ, କୁହନ୍ତୁ। ଧନବାନ, ଆଜ୍ଞା, ଧନବାନ କାହାକୁ କୁହାଯାଏ ଗୁରୁଜୀ? ଯାହାଙ୍କ ପାଖରେ ଧନ ଅଛି, ବଳବାନ, ଯାହା ପାଖରେ ବଳ ଅଜସ୍ର ଅଛି। ଧନ ଅଛି, ହଁ, ଠିକ ଅଜସ୍ର ଅଛି, ବଳ ଅଛି, ଅସୀମ ବଳ ଅଛି। ଠିକ ଅଛି। ଠିକ ସେମିତି ହଁ, ଭଗବାନ, ହୁଁ, ଭୋଗ ଅର୍ଥ ଷୋଳ ଐଶ୍ୱର୍ଯ୍ୟ, ହୁଁ, ଷୋଳ ଐଶ୍ୱର୍ଯ୍ୟର ଅଧିକାରୀ କିଏ? ଅସୀମ ଶକ୍ତି। ହୁଁ, ଷୋଳ ଐଶ୍ୱର୍ଯ୍ୟ ଅର୍ଥାତ୍ ଜ୍ଞାନ, ହୁଁ, ବୈରାଗ୍ୟ, ହୁଁ, ସୌନ୍ଦର୍ଯ୍ୟ ହୁଁ, ଇତ୍ୟାଦି ଛଅଟା ଐଶ୍ୱର୍ଯ୍ୟ ଯାହା ପାଖରେ ଭରପୁର ଅଛି, ହୁଁ, ହୁଁ। ତାଙ୍କୁ ଭଗବାନ କୁହାଯାଏ। ଏ ଏଇ 16ଟା ଛଅଟା ଐଶ୍ୱର୍ଯ୍ୟ, ଜିନିଷ ଏ 6ଟା ଜିନିଷ ଆପଣଙ୍କ ପାଖରେ ନାହିଁ କି? ଶୁଣନ୍ତୁ, ମୋ ପାଖରେ ଅଛି କିନ୍ତୁ କମ ଅଛି। ନା 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 ନା, ଫେର କମ ଅଛି, କମ ଅଛି ମାନେ ଆପଣ ଭୌତିକ ସ୍ଥୂଳ ଭାବରେ କହୁଛନ୍ତି। ସ୍ଥୂଳ ଭାବରେ କହୁଛନ୍ତି, ଦେଖନ୍ତୁ ଆପଣ ଗୋଟେ କଥାକୁ ନବା, ଧନ ଯଦି ଆପଣଙ୍କ ପାଖରେ କମ ଅଛି, ଭାବି ନିଅନ୍ତୁ ଧନ ଆପଣଙ୍କ ପାଖରେ କମ ଅଛି, ଧନ ଯଦି କମ ଅଛି, ଧନକୁ ଯଦି ଆପଣ ଉପାର୍ଜନ କରିବେ, ବଢିବନି କି? ଆଚ୍ଛା ଶୁଣନ୍ତୁ ଗୁରୁଜୀ, ବଢିବ। ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ କରୁଛି, ମୁଁ ସିନା ସ୍ଥୂଳ ରୂପରେ ଅଛି, ଆପଣ ସୂକ୍ଷ୍ମ ରୂପରେ ଅଛନ୍ତି। ହଁ ହଁ, କୁହନ୍ତୁ ଭଗବାନ କୁହନ୍ତୁ। କୃଷ୍ଣ ଗିରିଧାରୀ ହୁଁ, ପର୍ବତ ଟେକିଥିଲେ। ହଁ, ଆଚ୍ଛା, ଫେର ସେ ଆଡକୁ ଆପଣ ବୁଝିପାରିଲେ କି ନାଇଁ? ଯାଉଛନ୍ତି, ସେ ଫେର ଆପଣ ସର୍ବଜ୍ଞ ଅର୍ଥାତ୍ ଶୁଣନ୍ତୁ, ସେ ସଂସାରର ସମସ୍ତ ଗିନିସ୍ ରେକର୍ଡ ଆଡକୁ ଯାଉଛନ୍ତି, ବୁଝିପାରୁଛନ୍ତି? ଟିକେ ପୂର୍ବରୁ ଆମେ ଯୋଉ ବୁଝିଥିଲେ, ଭଗବାନ କୃଷ୍ଣ ଆପଣ କହୁଛନ୍ତି ଠିକ ଅଛି, ଆପଣ କହୁଛନ୍ତି ଯିଏ ଆମେ ଯୋଉଟା କରିପାରୁନେ ସେ କାମଟା ଯିଏ ଅନ୍ୟ କରିଦେଲେ ସେ ଭଗବାନ, ଆପଣ କହୁଛନ୍ତି ଏଇଆ ତ? ନାଇଁ ନାଇଁ ଶୁଣନ୍ତୁ, ଏଇଟା ମୋ ହୁଁ କଥା ନାଇଁ, ଗୀତାରେ ବି ଲେଖା ହେଇଛି, ଆପଣଙ୍କୁ କୋଉଠି ଲେଖା ହେଇଛି ମୁଁ କହିଦେବି। ହୁଁ ହୁଁ, କୁହନ୍ତୁ ଭଗବାନର କୁହନ୍ତୁ। ଅର୍ଥ ସହ ବୁଝିପାରିଲେ କି ନାଇଁ, ହଁ ସେ ହଁ, ବ୍ୟାଖ୍ୟା କରି କହୁଛନ୍ତି। ମୁଁ ହୁଁ, ଏଇଟା ଟିଭିରେ ଦେଖି କହୁନି, କି ହୁଁ ବାହାରେ ହୁଁ, କୋଉଠି କାହାର ଶୁଣିକି କହୁନି। ଠିକ ଅଛି, କୁହନ୍ତୁ କୁହନ୍ତୁ କୁହନ୍ତୁ। ତେଣୁ ଆପଣ ହୁଁ, ଯୋଉ କହିଲେ 250 କେଜି ଗୋଟେ ମଣିଷ ଉଠେଇବା ସମ୍ଭବ କରୁଛି, କିନ୍ତୁ ଆଚ୍ଛା, ଗୋଟେ ପର୍ବତକୁ ଟେକିବା କୋଉ ମଣିଷ ପକ୍ଷେ ସହଜ? ଦେଖନ୍ତୁ ଗୋଟେ କଥା, ପର୍ବତ ଦେଖନ୍ତୁ, ଗୀତାରେ ନା ଆପଣ ସ୍ଥୂଳକୁ ବୁଝୁଛନ୍ତି, ସୂକ୍ଷ୍ମକୁ ଯୋଉ ଆତ୍ମା କହିଲେ ସେଇଟା ବୁଝିପାରିଲେ? ଆଜ୍ଞା ଗୁରୁଜୀ। ବୁଝିପାରିଲେ, ଗୋଟେ କଥା ମତେ କୁହନ୍ତୁ, ଯୋଉ ପର୍ବତ କଥା, ଆପଣଙ୍କ କଥାକୁ ନେଇକରି ଆପଣଙ୍କ ଅନୁଯାୟୀ ଆମେ ଚର୍ଚ୍ଚା ହବା, ଆପଣଙ୍କ ଅନୁଯାୟୀ ଆମେ ବୁଝିବା ପାଇଁ ଚେଷ୍ଟା କରିବା। ଆଜ୍ଞା ଗୁରୁଜୀ ଯୋଉ ପର୍ବତକୁ ଟେକିବା କଥା କହିଲେ, ଆଜ୍ଞା ଗୁରୁଜୀ। ପର୍ବତକୁ ଟେକିବା କଥା ମତେ ଟିକେ କୁହନ୍ତୁ, କୋଉ ଅଧ୍ୟାୟରେ କୋଉଠି ଈଶ୍ୱର ବୁଝେଇଛନ୍ତି? ଗୀତା, ଗୀତା ଆଜ୍ଞା। ମାଧ୍ୟମ କରି ମତେ ବୁଝାନ୍ତୁ, ଗୀତାର କୋଉ ନାଇଁ ଅଧ୍ୟାୟରେ? ଶୁଣନ୍ତୁ, ଗୋଟେ କଥା, ଯେତେବେଳେ ଆମେ ମାନେ ସର୍ବଶକ୍ତିମାନ ବୋଲି କଥାଟା ହେଲା, ସର୍ବଶକ୍ତିମାନ କାହାକୁ ନାଇଁ କହିବା? ଶୁଣନ୍ତୁ ଶୁଣନ୍ତୁ, ଗୋଟେ କଥା ସାର୍ ଦେଖନ୍ତୁ, ଆମର 3ଟା ଶାସ୍ତ୍ରକୁ ପ୍ରସ୍ଥାନ ତ୍ରୟ ଆମେ କହିଛେ, 3ଟା ଆଜ୍ଞା ଶାସ୍ତ୍ରକୁ ଗୁରୁଜୀ ଆମେ ପ୍ରାଧାନ୍ୟତା ଦେଇଛେ, କାହିଁକି ଆଜ୍ଞା ଦେଇଛେ? ଗୁରୁଜୀ ବହୁତ ସାରା ଗପ ବହି ଅଛି, ଶନି ମେଳା ଅଛି, ବହୁତ ସାରା ବହି ଏମିତି ଅଛି ଯାହାକୁ ଆମେ ଫେର ବାଟ ବଣା ହେଇଯିବା। ଆମ ହଁ ତତ୍ଵ ଶାସ୍ତ୍ର କଣ? 3ଟା, ହଁ କି ନାଇଁ? ଆଜ୍ଞା ଗୁରୁଜୀ ହଁ। ଉପନିଷଦ, ଭଗବତ ଗୀତା, ବ୍ରହ୍ମସୂତ୍ର। ଗୀତାରେ ଭଗବାନ କୃଷ୍ଣ ପାହାଡ ଉଠେଇବା କୋଉଠି ଲେଖା ହେଇଛି କୁହନ୍ତୁ? ନାଇଁ, ଗୀତାରେ ପାହାଡ ଉଠେଇବା କଥା ମାନେ ସେଇ ଯୋଉ ବର୍ଣ୍ଣନା, ଯେତେବେଳେ ଆମେ ଜଣକୁ ସର୍ବଶକ୍ତିମାନ ବୋଲି କହିବା, ସେଇଟା ତା ସହିତ ସମାନ ହେଲା ନାଇଁ କି? ଶୁଣନ୍ତୁ ଶୁଣନ୍ତୁ, ଜଣକୁ ଗୋଟେ କଥା, ସର୍ବଜ୍ଞ ଆମେ କେତେବେଳେ କହିବା? ଜଣକୁ ଶୁଣନ୍ତୁ, ଗୋଟେ କଥା ଶୁଣନ୍ତୁ, ଯେତେବେଳେ ଆମେ ଆଜ୍ଞା ଜଣକୁ, ଗୋଟେ କଥା ମତେ କୁହନ୍ତୁ, ଜଣେ ଗୁରୁ ଅଛନ୍ତି, ବୁଝିବା, ଆମେ ବହୁତ ଆଜ୍ଞା ଚର୍ଚ୍ଚା, ବହୁତ ଶାଳୀନତା ସହିତ କରିବା, ସଂଯମତା ସହିତ ଆଜ୍ଞା କରିବା, ଗୁରୁଜୀ ହଁ ଭାବିନିଅନ୍ତୁ ଜଣେ ଜଣେ ଗୁରୁ ଅଛନ୍ତି, ଜଣେ ସାର୍ ଅଛନ୍ତି, ଭୌତିକ ଭାବରେ ବୁଝିବା, ଜଣେ ସାର୍ ଅଛନ୍ତି, ମ୍ୟାଥ ଟିଚର, ଅଙ୍କ ପଢାନ୍ତି, ବୁଝିପାରୁଛନ୍ତି? ଜଣେ ଆଜ୍ଞା ଟିଚର ଅଙ୍କ ପଢାନ୍ତି, ସେ ଟିଚର ହଉଛି ବଡି ବିଲ୍ଡର ବି ଅଛନ୍ତି, ୱେଟ ଲିଫ୍ଟିଂ କରନ୍ତି, ସେ 25 କେଜି, 50 କେଜି, 100 କେଜି ଓଜନ ବି ଉଠାନ୍ତି। ତ ଆମେ ସେ ଟିଚର ପାଖରୁ ଓଜନ ଉଠେଇବା ଶିଖିବା ନା ଅଙ୍କ ଶିଖିବା? ଉତ୍ତର ଦିଅନ୍ତୁ। ଜଣେ ଟିଚର ଅଛନ୍ତି ଯିଏକି ଅଙ୍କ ପଢାନ୍ତି, ସେ ଟିଚର ବଡି ବିଲ୍ଡର ବି ଅଛନ୍ତି, ବଡି ବିଲ୍ଡିଂ ଆଜ୍ଞା। ବି କରନ୍ତି, ଆମେ ତାଙ୍କ ଠାରୁ କଣ ଶିଖିବା? ଓଜନ ଉଠେଇବା ଶିଖିବା ନା ଅଙ୍କ ଶିଖିବା? ସେ ଯେତେବେଳେ ଗଣିତ ଶିଖିବାକୁ ବୋଲେ ଅଙ୍କ ଶିଖିବା। ଅଙ୍କ ଶିଖିବା, ତ ଏଠି ଭଗବାନ କୃଷ୍ଣ ପାହାଡ ଉଠେଇବା ଶିଖଉଛନ୍ତି ନା ଆତ୍ମାକୁ ଚିହ୍ନିବା ପାଇଁ ଶିଖଉଛନ୍ତି? କୁହନ୍ତୁ? ଭଗବାନ କୃଷ୍ଣ ଗୁରୁ ରୂପରେ
ଭଗବାନ ଅର୍ଜୁନଙ୍କ ମାଧ୍ୟମରେ କଣ ଶିଖଉଛନ୍ତି ଆମକୁ, ଆଉ ଆମେ କଣ ଶିଖୁଛେ? ଆତ୍ମଜ୍ଞାନ ଆଜ୍ଞା, ଶିଖଉଛନ୍ତି। ଆତ୍ମଜ୍ଞାନ ତାହେଲେ ଆମେ କଣ ଶିଖିବା? ଆତ୍ମଜ୍ଞାନ। ବାସ୍, ବୁଝିପାରୁଛନ୍ତି? ଆଜ୍ଞା କି ଆଉ ଗୋଟେ କଥା ମନେ ରଖନ୍ତୁ, ଯେତେବେଳେ ଆମେ ଜଣେ ବ୍ୟକ୍ତିଙ୍କୁ ପ୍ରଶଂସା କରୁଥାଉ, ପ୍ରଶଂସାରେ ହୁଁ ବହୁତ ସାରା ବର୍ଣ୍ଣନା ବି ଆମେ କରିଦେଇଥାଉ। ବର୍ଣ୍ଣନା, ବୁଝିପାରୁଛନ୍ତି? ବର୍ଣ୍ଣନା ଭିତରେ, ଆଚ୍ଛା ଆଉ ଗୋଟେ କଥା କୁହନ୍ତୁ, ଗିରି ଗୋବର୍ଦ୍ଧନ କହିଲେ, ଠିକ ଅଛି, ଗିରି ଗୋବର୍ଦ୍ଧନ ମାନେ କଣ? ଗୋଟେ ପାହାଡ, ଆଜ୍ଞା ହଁ କି ନାଇଁ? ପାହାଡ, ହଁ ପାହାଡର ବର୍ଣ୍ଣନା ସେଠି ଅଛି କି? କେତେ ମାନେ କେତେ ଓଜନ ପାହାଡ ଥିଲା, କେତେ ଉଚ୍ଚ ପାହାଡ ଥିଲା, କେତେ ବଡ ପାହାଡ ଥିଲା, ଏମିତି ବି କିଛି ବର୍ଣ୍ଣନା ଅଛି କି? ଗୀତାରେ ନାହିଁ ଗୁରୁଜୀ। ନାହିଁ, ଯେହେତୁ ନାହିଁ, ଛୋଟ ପାହାଡଟେ ବି ଉଠେଇ ଦେଲେ ପାହାଡ। ଆଜ୍ଞା ମୋ କଥା ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଗିରି ହଁ ଗୋବର୍ଦ୍ଧନ ମାନେ ଗୋଟେ ପର୍ବତ, ଠିକ ଅଛି, ପର୍ବତର ଯଦି ଖଣ୍ଡେ ବି ଆପଣ ଉଠେଇଲେ ପର୍ବତ ନୁହେଁ କି? ସେଠି ଆଜ୍ଞା ପର୍ବତର ବର୍ଣ୍ଣନା ଅଛି କି? ଏତେ 100 କେଜି, ଏତେ ଉଚ୍ଚ ଶିଖର, ଏତେ ଇଏ, ଏମିତି କିଛି ବର୍ଣ୍ଣନା ଅଛି କି? କୁହନ୍ତୁ। ଆମେ ନାଇଁ ବା ଏମିତି ଗୁରୁଜୀ କିଛି ଗୁରୁଜୀ ଆମେ ବା ସେ ଯୋଉ ବର୍ଷା ହେଇଥିଲା ସବୁ ଗୋପପୁର ବାସୀ ମାନେ ସବୁ ତା ତଳେ ରହିଥିଲେ, ମାନେ ସେଟା ବଡଟେ ହେଇଥିବ ବୋଲି ଆମେ ମନ ଭିତରେ ଭାବି ନେଇଯାଇଛୁ। ଆରେ 7 ଦିନ ବର୍ଷା ହେଲା, ତା ଭିତରେ ରାନ୍ଧି ବାଢିକି ଖାଇଲେ। ଆରେ ତା ଭିତରେ ଏତେ ଲୋକ କେମିତି ରହିବେ? ଯଦି ସେଟା ଯଦି ଆକାରରେ ବଡ ନ ହେଇଥିବ, ଏତେ ଲୋକ କେମିତି ରହିବେ ବୋଲି ଆମେ ଭାବି ନେଇଛୁ। ଆଚ୍ଛା ଆଉ ଗୋଟେ କଥା ଗୁରୁଜୀ ଶୁଣନ୍ତୁ, ତାଙ୍କୁ ଗିରିଧାରୀ ବୋଲି ଶୁଣନ୍ତୁ, ଯେତେବେଳେ ନାମକରଣ, ଏବେ ଶୁଣନ୍ତୁ ଶୁଣନ୍ତୁ, ଆଉ ଗୋଟେ କଥା ସାର୍, ଟିକେ ଟିକେ ମତେ ବି ଟିକେ ସମୟ ଦିଅନ୍ତୁ, ଆପଣ ବି କୁହନ୍ତୁ, ହଁ ମତେ ବି ଟିକେ ସମୟ ଦିଅନ୍ତୁ। ଆପଣ ହଁ ମଥୁରା ଗୁରୁଜୀ ଯାଇଛନ୍ତି? ମଥୁରା ହଁ ଯାଇଛି ଯାଇଛନ୍ତି? ଗୁରୁଜୀ ଯାଇଛି ଗିରି ଗୋବର୍ଦ୍ଧନ ପରିକ୍ରମା କରିଛନ୍ତି? କରିଛି ଗୁରୁଜୀ। କରିଛନ୍ତି ନା? ହଁ ଆଉ କଣ ପାଇଲେ ସେଠି ପରିକ୍ରମା କରି, ସେଠି କଣ? ଭଗବାନ ଗୋଟେ ପର୍ବତକୁ ଟେକିବା ପ୍ରତିମୂର୍ତ୍ତି ଅଛି ଗୁରୁଜୀ। ଆଉ ପାହାଡ ଗୋଟେ ଅଛି, ଚାରିକାନି ଓକେ ପାହାଡ ଅଛି। ଓକେ, ଏଠି ଗୋଟେ ଦେଖନ୍ତୁ, ତତ୍ଵ ଆମେ ଯେହେତୁ ବ୍ରହ୍ମ ଜ୍ଞାନ ବୁଝିବା ପାଇଁ ଚେଷ୍ଟା କରୁଛେ, ତାର ସବୁର ସାରାଂଶକୁ ବୁଝିବାର ଅଛି। ସାରାଂଶ କଣ? ଯିଏ ବି ଦୁଃଖରେ କଷ୍ଟରେ ସମାଜରେ ସାହାରା ହେଇଛନ୍ତି, ଅନ୍ୟଙ୍କୁ ସାହାଯ୍ୟ କରିଛନ୍ତି, ଆଜ୍ଞା ତାଙ୍କୁ ଈଶ୍ୱର ତୁଲ୍ୟ ସମସ୍ତେ ପୂଜା କରିଛନ୍ତି। ବୁଝିପାରୁଛନ୍ତି? ଆମେ ଗାନ୍ଧିଜୀଙ୍କ ଫଟୋକୁ ପୂଜୁନେ କି? ଆମେ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋକୁ ପୂଜୁନେ କି? ଆମେ ଭଗତ ସିଂଙ୍କ ଫଟୋକୁ ପୂଜୁନେ କି? ହଁ କି ନାଇଁ କୁହନ୍ତୁ? ହଁ ପୂଜା କରୁଛି ଗୁରୁଜୀ। ଗାନ୍ଧିଜୀଙ୍କ ମନ୍ଦିର ଅଛି ଜାଣିଛନ୍ତି? ଆଉ ନା ମୁଁ ତାମିଲନାଡୁରେ ଗୋଟେ ଜାଣିନି। ଅଛି, ତାମିଲନାଡୁରେ ଗୋଟେ ଅଛି, ଦିଲ୍ଲୀରେ ଗୋଟେ ଅଛି, ବିହାରରେ ବି ଗୋଟେ ଅଛି ବୋଲି ମୁଁ ଶୁଣିଥିଲି। ତିନିଟା ତାଙ୍କ ମନ୍ଦିର ବି ଗଢା ହେଲେ। ଆଚ୍ଛା, ତାଙ୍କୁ କାହିଁ ପୂଜୁଛେ? ସେ ସମାଜ ସଂସାରରେ ସାହାଯ୍ୟ କରିଥିଲେ, ସାହାରା ହେଇଥିଲେ। ଆମେ ଗୁରୁଙ୍କୁ ପୂଜୁଛେ, ଗୁରୁ ଆପଣ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପୂଜନ୍ତି, ନମସ୍ୟ ମାନନ୍ତି ନା ମାନନ୍ତିନି? ଆଦିଗୁରୁ ଶଙ୍କରାଚାର୍ଯ୍ୟ, ଆଚ୍ଛା ଆପଣ ମୁଁ ତ ଶିବମୁନିଙ୍କୁ ତାଙ୍କ କଥା ଶୁଣିନାହାନ୍ତି, ଶିବମୁନି ମୁଁ ଶୁଣିନାହାନ୍ତି। ଜାଣିନି ଗୁରୁଜୀ। ନା, ଜାଣିନି କି ଆଦିଗୁରୁ ଶୁଣିଛି। ଶଙ୍କରାଚାର୍ଯ୍ୟ, ଆଦିଗୁରୁ ହଁ ଶଙ୍କରାଚାର୍ଯ୍ୟଙ୍କୁ ତାଙ୍କ ଜାଣିଛନ୍ତି? ବିଷୟରେ ଶୁଣିଛି। ହଁ ଜାଣିଛି। ଜାଣିଛନ୍ତି? ତାଙ୍କ ବିଷୟରେ ଆଚ୍ଛା, ଶୁଣିଛି, ଜାଣିଛି କଣ ତାଙ୍କ ବିଷୟରେ ମୁଁ ଶୁଣିଛି। ଅଷ୍ଟାବକ୍ର ମହର୍ଷିଙ୍କୁ ମାନନ୍ତି ନା ଆଜ୍ଞା ଗୁରୁଜୀ ମାନନ୍ତିନି? ମାନନ୍ତି। ମାନେ ହଁ ଅଷ୍ଟାବକ୍ର ଗୀତା ବି ଅଛି, ଜାଣିଛନ୍ତି? ଜାଣିନାହାନ୍ତି ଶୁଣିଛି ବୋଧେ? ଗୁରୁଜୀ। ଶୁଣିଛନ୍ତି ନା? ହଁ, ନାଇଁ ଅଷ୍ଟାବକ୍ର ଗୀତା ଶୁଣିଛି ଅଛି ବୋଲି ଶୁଣିଛି ପଢି ଅଛି, ନାହିଁ ଅଛି, କି ଦେଖିନି। ହଁ, ଅଷ୍ଟାବକ୍ର ଗୀତା ବହୁତ ଅମୂଲ୍ୟ, ବହୁତ ଅଦ୍ଭୁତ ଗୀତା, ତା ଦେହରେ ବହୁତ ତତ୍ଵଶାସ୍ତ୍ର ତା ଦେହରେ ଲେଖା ହେଇଛି। ଅଷ୍ଟାବକ୍ର ମହର୍ଷିଙ୍କ କଥା ଆପଣ କଣ ଶୁଣିଛନ୍ତି କୁହନ୍ତୁ? ନା ମୁଁ ଆପଣ ତାଙ୍କ ଯାହା ବିଷୟରେ କିଛି ଶୁଣିନି ଗୁରୁଜୀ। ନା, ଟିକେ ଟିକେ ତ, ଅଳ୍ପ ଖାଲି ତ କିଛି ଗୀତା ଜାଣିଥିବେ ନା? ଅଳ୍ପ କିଛି ତ ଆପଣ ଜାଣିଛନ୍ତି? ତାଙ୍କ ଶରୀର 8ଟା ବକ୍ରତା ଅଛି, 8ଟା ବଙ୍କା, ମାନେ ଗୋଡ ପୋଲିଓ ହେଲା ପରିକା, ଟିକେ ମୋଡି ହେଇକିରି, ପିଠିରେ କୁଜା, ଅଣ୍ଟାରେ କୁଜା, ହଁ ଶୁଣିଛନ୍ତି? ଅଷ୍ଟବକ୍ର ମାନେ 8ଟା ବକ୍ର ବୋଲି ଏ ତାଙ୍କ ନାମକରଣ ହେଇଛି, ଏତିକି ଜାଣିଛି ଗୁରୁଜୀ। ଏତେ ତ ଜାଣିଛନ୍ତି ନା? ଆଜ୍ଞା ଗୁରୁଜୀ। ହଁ, ଆଚ୍ଛା, ଭାବି ନିଅନ୍ତୁ ସେ ବ୍ୟକ୍ତି ଯିଏ ଠିକ ସେ ଚାଲି ପାରୁନାହାନ୍ତି, ଯାହାଙ୍କ ଶରୀର ସେତିକି ସମ୍ବଳତା ନାହିଁ, ତାଙ୍କୁ ଆମେ ଈଶ୍ୱର ତୁଲ୍ୟ କାହିଁ ପୂଜୁଛେ? କାହିଁ ମାନୁଛେ? ସେ ତ ପାହାଡ ଉଠେଇ ନାହାନ୍ତି, ସେ ତ ପର୍ବତ ଉଠେଇ ନାହାନ୍ତି। ତାଙ୍କ ଭିତରେ ଜ୍ଞାନ ଅଛି ଗୁରୁଜୀ। ବାସ୍, ବାସ୍। ମୂଳ କଥା, ଟିକେ ପୂର୍ବରୁ ଆପଣ ଟିକେ ଆବସେଣ୍ଟ ଥିଲେ। ମୁଁ ପ୍ରଥମ ପ୍ରଶ୍ନ ମୁଁ ପଚାରିଥିଲି
ଏବେ ଆଉ ଥରେ ପଚାରୁଛି, ଆଧ୍ୟାତ୍ମିକତା କଣ? ମତେ ଉତ୍ତର ଦିଅନ୍ତୁ। ତପନ ସାର୍ କହିବେ, ଆଉ କିଛି କେହି କହିବେନି। ତପନ ସାରଙ୍କ ସିଧା ପ୍ରଶ୍ନ, ଆଧ୍ୟାତ୍ମିକତା କଣ କିମ୍ବା ପୂଜା କଣ, ଉପାସନା କଣ? କୁହନ୍ତୁ। ଆଧ୍ୟାତ୍ମିକ ମୁଁ ବୁଝିପାରିବି ଯେ, ମୁଁ ଯାହା ବୁଝିଛି ଠିକ ହେଇପାରେ ଭୁଲ ହେଇପାରେ, ମୁଁ କହିବି ଆଧ୍ୟାତ୍ମିକତା ହଉଛି ଆତ୍ମଶୁଦ୍ଧି ଓ ଜ୍ଞାନକୁ ଆଧ୍ୟାତ୍ମିକତା କୁହାଯାଏ। ଅର୍ଥାତ୍ ଆମ ଆତ୍ମଜ୍ଞାନ। ଭିତରେ ପୂର୍ଣ୍ଣ ଶକ୍ତି ଗୋଟେ ଅଛି, ହୁଁ, ଆତ୍ମଶକ୍ତି ଦ୍ଵାରା ଶରୀର ପରିଚାଳନା ହୁଏ ଆଜ୍ଞା, ଏବଂ ଆତ୍ମଶକ୍ତି ଆଉ ଭଗବାନ ଏ ଦିଟା ଭିତରେ ସମ୍ପର୍କ ଅଛି। ସୁନ୍ଦର। ଆଧ୍ୟାତ୍ମିକତା ହଉଛି ଆତ୍ମଜ୍ଞାନ, ଏଟା ଆପଣ ମାନିବେ? ହଁ ହଁ ମାନିବେ। ଆଚ୍ଛା, ଏ ଜ୍ଞାନ ଆପଣଙ୍କ ଭିତରେ କୋଉ ବୟସରୁ ଆସିଲା? କେବେଠାରୁ ଏ ଜ୍ଞାନକୁ ଆପଣ ମାନିଲେ? କେତେ ଦିନ ହେଲେ, ମାନେ କୋଉ ବୟସରେ ଆପଣ ମାନିଲେ ଯେ ଆଧ୍ୟାତ୍ମିକତା ହେଉଛି ଆତ୍ମଜ୍ଞାନ? ଇଏ ମୁଁ ମାନେ 22-25 ବର୍ଷରୁ ମାନିକି ଆସିଛି। 25 ବର୍ଷରେ କେମିତି ମାନିଲେ? ବିଶ୍ୱାସ ମାନେ କଣ? ବିଶ୍ୱାସ କରିକି ଆସ। ଆଜ୍ଞା ଆଜ୍ଞା, ନା ସେ ମାନିବା ବିଶ୍ୱାସ କରିବା ଏକା କଥା। ଆଚ୍ଛା, ହଁ ମତେ କୁହନ୍ତୁ, 22 ବର୍ଷରୁ ଆପଣ ମାନିଲେ, କଣ ଏମିତି ଘଟଣା ସଂଘଟନା ହେଲା କିମ୍ବା କୌଣସି ସତ୍ସଙ୍ଗକୁ ଯାଇଥିବେ କିମ୍ବା କୌଣସି ଗୁରୁଙ୍କ ସମ୍ପର୍କରେ ଆସିଥିବେ ଯାହାଙ୍କ ମାଧ୍ୟମରେ ଆପଣ ଏ କଥାଟା ମାନିଛନ୍ତି, ତ ସେଇଟା ଟିକେ ଆଜ୍ଞା ଆପଣଙ୍କ ଆଜ୍ଞା। ଅନୁଭବକୁ ବ୍ୟାଖ୍ୟା କରନ୍ତୁ। କୁହନ୍ତୁ ବିଭିନ୍ନ ଆପଣଙ୍କ ଅନୁଭବ। ସତ୍ସଙ୍ଗ ଗୁଡାକରେ ମୁଁ ଶୁଣିଛି ଗୁରୁଜୀ ନିଜର ସ୍ୱରୂପ ଜାଣିବା ଉଚିତ ବୋଲି ମୁଁ ଶୁଣେ। ଶୁଣିଛନ୍ତି, ଠିକ ଅଛି। ଏତିକି ଶୁଣିଛି ଏବଂ ସେମାନଙ୍କୁ ମୁଁ ପ୍ରଶ୍ନ ବି କରିଥିଲି ସ୍ୱରୂପ କେମିତି ଦର୍ଶନ ଆଜ୍ଞା କରାଯାଏ, ସଠିକ ଭାବରେ ଉତ୍ତର ପାଇନଥିଲି। ଆତ୍ମ ସାକ୍ଷାତକାର ଆଜ୍ଞା କରିବା କଥା ଶୁଣିଛି, ସ୍ୱରୂପବୋଧ କଥା ଶୁଣିଥିଲି, ବୁଝିପାରିଲେ କି? ଆଜ୍ଞା କିନ୍ତୁ ଆଜ୍ଞା। ଉତ୍ତର ମୁଁ ସଠିକ ଭାବରେ ସନ୍ତୁଷ୍ଟ ଜନକ ପାଇପାରିନଥିଲି। ନା ଠିକ ଅଛି, ଉତ୍ତର ଠିକ ଅଛି, କିଛି ଅସୁବିଧା ନାହିଁ। ହଁ, ତାହେଲେ ଆପଣଙ୍କ କଥାର ନିଷ୍କର୍ଷକୁ ଯଦି ଆମେ ବୁଝିବା, ଆଜ୍ଞା ଆଧ୍ୟାତ୍ମିକତା ହେଉଛି ଏକ ଜ୍ଞାନ, ଆଜ୍ଞା ଆଧ୍ୟାତ୍ମିକତା ହେଉଛି ଏକ ଅନୁସନ୍ଧାନ, ସତ୍ୟର ଅନୁସନ୍ଧାନ, ଆତ୍ମାର ଅନୁସନ୍ଧାନ କିମ୍ବା ଆତ୍ମଜ୍ଞାନ, ଏଇଟା ମାନିବେ? ଆଜ୍ଞା। ଆଚ୍ଛା, ଜ୍ଞାନର ସ୍ରୋତ କଣ? ଜ୍ଞାନର ସ୍ରୋତ ଜ୍ଞାନର କଣ? ସଠିକ ବୁଝିପାରୁନାହିଁ ଗୁରୁଜୀ। ଜ୍ଞାନର ଆଧାର କଣ? ଆଧାର ବୁଝିପାରୁଛନ୍ତି, ସ୍ରୋତ ବୁଝିପାରିଲେନି, ଠିକ ଅଛି, ଆଧାର। ଆଧାର ହଁ ବୁଝୁଛି। ଆଧାର କଣ? ଆତ୍ମା। ଜ୍ଞାନର ଆତ୍ମା ଆଧାର, ଜ୍ଞାନର ଆଧାର ଶାସ୍ତ୍ର ହଉଛି ଗୁରୁ ଆମ ଶାସ୍ତ୍ର ଗୁରୁ ନହେଲେ ଗୁରୁ। ଆଚ୍ଛା ଜ୍ଞାନର ବୁଝିପାରୁଛନ୍ତି? ଆଧାର ଶାସ୍ତ୍ର ନହେଲେ ହଁ ଗୁରୁ। ହଁ ଜ୍ଞାନର ଆଧାର ଆମେ ଶାସ୍ତ୍ର କହିପାରିବା କିମ୍ବା ଗୁରୁ କହିପାରିବା, ହଁ କି ଆଜ୍ଞା ନାଇଁ? ଆଜ୍ଞା ଗୁରୁଜୀ ହଁ ଆଚ୍ଛା, ଯଦି ଆମେ କହିବା ଜ୍ଞାନର ଆଧାର ଶାସ୍ତ୍ର କିମ୍ବା ଗୁରୁ, ଗୁରୁଙ୍କର ମର୍ଯ୍ୟାଦା କଣ? ଗୁରୁଙ୍କର ଆଧାର କଣ? ଗୁରୁଙ୍କର ଅ ଆଧାର କହିପାରିବା, ହଁ, ଗୁରୁଙ୍କର ଆଧାର କଣ? ଅନୁଭବ, ଆଜ୍ଞା ଆତ୍ମାନୁଭବ, ହଁ କି ନାଇଁ? ହଁ ଆତ୍ମାନୁଭବ, ବୁଝିପାରୁଛନ୍ତି ତ? ଏଠି ଗୋଟେ ଆଜ୍ଞା ସୂକ୍ଷ୍ମ କଥାକୁ ଆମେ ଚର୍ଚ୍ଚା ହଉଛେ, ଦୟାକରି ବୁଝିବା ପାଇଁ ଚେଷ୍ଟା କରିବେ। ଆଜ୍ଞା ଗୁରୁଜୀ। ଆଧ୍ୟାତ୍ମିକତା ହେଉଛି ଏକ ଅନୁସନ୍ଧାନ, ପ୍ରଥମ। ଦ୍ଵିତୀୟ ଆଜ୍ଞା ହଉଛି, ଆଧ୍ୟାତ୍ମିକତା ହେଉଛି ଏକ ଜ୍ଞାନ। ଯିଏ ଆତ୍ମାକୁ ଅନୁଭବ କରିଛନ୍ତି, ସେ ତାଙ୍କ ମାଧ୍ୟମରେ, ସେ ଗୁରୁଙ୍କ ମାଧ୍ୟମରେ କିମ୍ବା ଶାସ୍ତ୍ରକୁ ଆଧାର କରି, ଶାସ୍ତ୍ର ବି ଶାସ୍ତ୍ର ଆଉ ଗୁରୁଙ୍କ ମାଧ୍ୟମରେ ତର୍ଜମା କରିବା, ପରଖିବା, ସତ୍ୟକୁ ଚିହ୍ନିବା, ନିତ୍ୟ ପଦାର୍ଥକୁ ବୁଝିବା, ଏଇଟା ହେଲା ଉଦ୍ଦେଶ୍ୟ। କିନ୍ତୁ ଆମେ ରଙ୍ଗ ରୂପରେ, ଆକାର ଆକୃତିରେ, ଚମକ ଧମକରେ, ହଜି ମଜିକିରେ କଥା ହଉନେ କି? ପରଖନ୍ତୁ ଗୋଟେ କଥା, ଭଗବାନ କୃଷ୍ଣ ଗୀତାରେ କୋଉଠି ବି ଆପଣ ଦୟାକରି ଦେଖିବେ, ଗୀତାରେ କୋଉଠି ତାଙ୍କ ପାହାଡ ପର୍ବତ ଉଠିବାର ବର୍ଣ୍ଣନା ଲେଖି ନାହାନ୍ତି। ସମ୍ପୂର୍ଣ୍ଣ ଗୀତା ପଢିବେ, ଆଜ୍ଞା 18ଟା ଅଧ୍ୟାୟ ପଢିବେ, କୋଉଠି ସେ ପାହାଡ ପର୍ବତ, ଠିକ ଅଛି, ଭାଗବତମ ରେ ବାକି କୋଉଠି ଟିକେ ବର୍ଣ୍ଣନା, ଆଉ ପୁରାଣରେ ଅଛି। ପୁରାଣ କଣ? ହଁ ପୁରାଣ ତତ୍ୱଶାସ୍ତ୍ର ନୁହଁ, ବୁଝନ୍ତୁ ଏ କଥାକୁ, ପୁରାଣ ଆଜ୍ଞା ତଥ୍ୟଶାସ୍ତ୍ର ନୁହଁ। ଜଣେ ସାଧକକୁ ସର୍ବପ୍ରଥମେ ସାଧନା ମାର୍ଗକୁ ଆଣିବା ପାଇଁ ଅନେକ ରଙ୍ଗ ରୂପ, ଚମକ ଧମକ, ମନ୍ତ୍ର ତନ୍ତ୍ର, ଏସବୁ ଜିନିଷକୁ ଦେଖେଇକିରି, ଚିହ୍ନିକି ତାଙ୍କୁ ସାଧନା ମାର୍ଗକୁ ଆଣିଥାନ୍ତି। ତାପରେ ଧୀରେ ଧୀରେ ସ୍ଥୂଳରୁ ସୂକ୍ଷ୍ମ ଆଡକୁ ଯାଇକି ଆତ୍ମାକୁ ବୁଝାନ୍ତି। ତ ଆଜିର ଚର୍ଚ୍ଚାର ମୂଳ ଉଦ୍ଦେଶ୍ୟକୁ, ମୁଖ୍ୟ କଥାକୁ ଦୟାକରି ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଆଧ୍ୟାତ୍ମିକତା ହେଉଛି ଏକ ଅନୁସନ୍ଧାନ। ଆଧ୍ୟାତ୍ମିକତା ହେଉଛି ଏକ ଜ୍ଞାନ।
ଆଧ୍ୟାତ୍ମିକତା ଚମକ ଧମକ ନୁହଁ। ଆଉ ବାକି ଚମକ ଧମକ ଅଛି, ଆମେ ଯୋଉ କହୁଛେ ମନ୍ତ୍ରତନ୍ତ୍ର ଅଛି, ମନ୍ତ୍ରତନ୍ତ୍ରକୁ ଆମେ ବୁଝିବାର ଅଛି। ମନ୍ତ୍ର କଣ? ମନ୍ତ୍ର ହେଉଛି ମନକୁ ଅନ୍ତର୍ମୁଖୀ କରିବାକୁ, ମନକୁ ନିୟନ୍ତ୍ରଣ କରିବା ପାଇଁ ଏକ ମାଧ୍ୟମ। କିନ୍ତୁ ଆମେ ଦେଖନ୍ତୁ, ଆମେ ଯେହେତୁ ଆମ ଏଠି ଦେଖନ୍ତୁ ଆଉ ଗୋଟେ କଥା ମନେ ରଖିବେ, ଭଗବାନ କୃଷ୍ଣ ଆପଣଙ୍କ ପାଇଁ ଯେମିତି ନମସ୍ୟ, ଏ ଶରୀର ପାଇଁ ବି ସେମିତି ନମସ୍ୟ, ପୂଜନୀୟ, ବନ୍ଦନୀୟ। ଅ, ମୁଁ ତାଙ୍କୁ ହେଳା କରୁନି, ମୁଁ ତାଙ୍କୁ ଅପମାନ କରୁନି, ମୁଁ ତାଙ୍କୁ ଅସମ୍ମାନ କରିବା ପାଇଁ ମୁଁ କିଛି ବକ୍ତବ୍ୟକୁ କହୁନି। ଦୟାକରି ବୁଝିବା ପାଇଁ ଚେଷ୍ଟା କରନ୍ତୁ। ମୁଁ ଆଜ୍ଞା ଗୁରୁଜୀ। ବୁଝେଇବାର ତାତ୍ପର୍ଯ୍ୟ ହେଉଛି ଭଗବାନ କୃଷ୍ଣ ଗୁରୁ, ଗୁରୁଙ୍କ ପାଖରୁ ଆମେ ଜ୍ଞାନ ଗ୍ରହଣ କରିବା। ସେ ପାହାଡ ଉଠେଇଲେ, ପର୍ବତ ଉଠେଇଲେ, ଭଗବାନ ରାମଚନ୍ଦ୍ର ତୀର ଉଠେଇଲେ, ଧନୁ ଉଠେଇଲେ। ଆପଣ ଧନୁ ଉଠିବା ପାଇଁ ଚାହୁଁଛନ୍ତି କି? ଆପଣ ପର୍ବତ ଆଜ୍ଞା ଉଠିବା ପାଇଁ ଚାହୁଁଛନ୍ତି କି? ଆପଣଙ୍କ ଉଦ୍ଦେଶ୍ୟ ପର୍ବତ ଉଠେଇବା, ଶିବ ଧନୁ ଉଠେଇବା? ଆପଣଙ୍କ ଉଦ୍ଦେଶ୍ୟ କଣ? ଆପଣଙ୍କ ଉଦ୍ଦେଶ୍ୟ ହେଲା ଆତ୍ମାକୁ ଚିହ୍ନିବା, ଆତ୍ମଜ୍ଞାନକୁ ଆଜ୍ଞା ଗୁରୁଜୀ। ଚିହ୍ନିବା। ତ ମଝିରେ ଧନୁ ତୀରକୁ କାହିଁ ଆଣୁଛନ୍ତି, ପର୍ବତକୁ କାହିଁ ଆଣୁଛନ୍ତି? ତା ଆବଶ୍ୟକତା କଣ? ଆବଶ୍ୟକତା ଏଇଆ, ଆମେ ମନରେ ଆମକୁ ଟିକେ ଦୁଃଖ ହଉଛି, ଆମ ମନରେ ଟିକେ କଷ୍ଟ ହଉଛି। କଷ୍ଟ ହଉଛି କଣ? ଗୀତାକୁ ସମସ୍ତେ ମାନିଛନ୍ତି, ସମସ୍ତେ କହୁଛନ୍ତି ଈଶ୍ୱର ହଉଛନ୍ତି ଭଗବାନ ରାମ, ଭଗବାନ କୃଷ୍ଣ। ତ ତାଙ୍କୁ ଯଦି କିଏ ଅବହେଳା କରୁଛନ୍ତି, ଆମ ମନରେ ଟିକେ କଷ୍ଟ ଅଛି। ତ କଷ୍ଟ ହବାର ଆବଶ୍ୟକ ନାହିଁ। ଏ ଶରୀର ବି ତାଙ୍କ ଦାସ, ଏ ଶରୀର ବି ତାଙ୍କୁ ସମ୍ମାନ କରୁଛି। ଏଠି ଆମ ଉଦ୍ଦେଶ୍ୟ କଣ? ଆମ ଉଦ୍ଦେଶ୍ୟ ଧନୁ ତୀର ଉଠେଇବା କି? ଆମ ଉଦ୍ଦେଶ୍ୟ ପର୍ବତକୁ ଉଠେଇବା କି? ଆମ ଉଦ୍ଦେଶ୍ୟ ହେଲା ସତ୍ୟକୁ ଚିହ୍ନିବା। ଆଧ୍ୟାତ୍ମିକତା ଏକ ଅନୁସନ୍ଧାନ, ଆଧ୍ୟାତ୍ମିକତା ଏକ ଜ୍ଞାନର ମାର୍ଗ, ସତ୍ୟକୁ ଚିହ୍ନିବା ପାଇଁ କରୁଥିବା ପ୍ରଚେଷ୍ଟା, ପ୍ରୟାସ। ଆପଣ ଦେଖନ୍ତୁ, ଆଧ୍ୟାତ୍ମିକତାରେ ଯୋଉ 4ଟା ମାର୍ଗ ଅଛି, 4 ମାର୍ଗକୁ ଯଦି ପରଖିବେ, ପ୍ରଥମ ହେଲା କର୍ମଯୋଗ। କର୍ମଯୋଗରେ ସକାମ କର୍ମ ଅଛି, ନିଷ୍କାମ କର୍ମ ଅଛି। ସକାମ କର୍ମରେ ତ ଆମେ କିଛି ପାଇବାନି। ସକାମ କର୍ମରେ ଭୌତିକ ବସ୍ତୁ ପଦାର୍ଥ ପାଇବା, ଧନ ପାଇବା, ସମ୍ପତ୍ତି ପାଇବା, ପଦ ପାଇବା, ପଦବୀ ପାଇବା। ନିଷ୍କାମ କର୍ମ କରିବା ପାଇଁ ପ୍ରେରିତ କରାଯାଇଛି। କାହିଁକି ପ୍ରେରିତ କରାଯାଇଛି? ନିଷ୍କାମ କର୍ମ କଲେ ମନ ଶାନ୍ତ ରହିବ, ମନ ସ୍ଥିର ରହିବ, ମନ ଅନ୍ତର୍ମୁଖୀ ରହିବ, ମନ ଧନରୁ ଉର୍ଦ୍ଧ୍ୱକୁ ଯିବ। ବୁଝିପାରୁଛନ୍ତି? ନିଷ୍କାମ କର୍ମ କଲେ ମନରେ ସମଦୃଷ୍ଟି ଆସିବ। ମନ ଶାନ୍ତ ହେଲେ, ମନ ସ୍ଥିର ହେଲେ, ମନ ଅନ୍ତର୍ମୁଖୀ ହବ। ତ ନିଷ୍କାମ କର୍ମର ଉଦ୍ଦେଶ୍ୟ କଣ? ମନକୁ ଅନ୍ତର୍ମୁଖୀ କରିବା, ଆତ୍ମସ୍ଥ କରିବା, ସ୍ୱରୂପସ୍ଥ କରିବା, କର୍ମଯୋଗ। ତାପରେ କର୍ମଯୋଗ ପରେ ଆପଣଙ୍କର ଆସିଯାଏ ଭକ୍ତି ଯୋଗ। ଭକ୍ତି ଯୋଗ କଣ ଆମେ ବୁଝିବା ନିହାତି ଆବଶ୍ୟକ ଅଛି। ଗୋଟେ ଆଜ୍ଞା କଥା ଗୁରୁଜୀ। କୁହନ୍ତୁ, ଗୋଟେ କଥା କୁହନ୍ତୁ, ଆମେ ଜଣେ ବ୍ୟକ୍ତିଙ୍କୁ ଠିଆ କରିବା, ତାଙ୍କୁ ଠିଆ କରି ତାଙ୍କ ମୁଣ୍ଡରେ ଚନ୍ଦନ ଲଗେଇବା, ତାଙ୍କ ପାଦରେ ଫୁଲ ଦବା, ତାଙ୍କ ହାତରେ ଫୁଲ ଦବା, ତାଙ୍କ ଗୋଡ ପାଖରେ ଗୋଟେ ନଡିଆଟେ ଭାଙ୍ଗିଦବା, ଚନ୍ଦନ ଲଗେଇଦବା, ଧୂପ କାଟିଦବା, ତାଙ୍କୁ କହିବା ଆପଣ ହଲନ୍ତୁନି, ସେମିତି ଠିଆ ହୁଅନ୍ତୁ। ସେ କେତେ ସମୟ ଠିଆ ହେବେ? କିମ୍ବା କିମ୍ବା ତାଙ୍କୁ ସେଇ ଜିନିଷ ବାରମ୍ବାର କଲେ, ଆପଣ ଦେଖିଥିବେ ଟିଭିରେ, ସାର୍ ଆପଣ ନ୍ୟୁଜ ଫ୍ୟୁଜ ଦେଖୁଥିବେ, ନ୍ୟୁଜରେ ନେତା ମନ୍ତ୍ରୀ ହରିକାଙ୍କୁ ଆପଣ ଦେଖିବେ, ଯୋଉଠି ନେତା ମନ୍ତ୍ରୀ ଯୋଉଠି କିଛି କାର୍ଯ୍ୟକ୍ରମ ଥାଏ, ତାଙ୍କ ବେକରେ 10ଟା ଫୁଲମାଳ ଦେଇ ନିଅନ୍ତି। 50 ଲୋକ ଠିଆ ହେଇଥାନ୍ତି ନା ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ। କିଏ ଫୁଲ ତୋଡା ଦେଲେ, କିଏ ଫୁଲ ମାଳ ଦେଲେ, କିଏ ହାତରେ କିଛି ଫ୍ଲାୱାର ବୁକେ ଦେଲେ। ତ ସିଏ ଆପଣ ଦେଖିଥିବେ ବିରକ୍ତି ହାଙ୍କିରେ ମୁଣ୍ଡରୁ ବାହାର କରି ତାଙ୍କ ପିଏକୁ ଦେଇ ନଥାନ୍ତି। ତାଙ୍କ ପାଖରେ ଜଣେ ବ୍ୟକ୍ତି ଥାନ୍ତି, ତାଙ୍କ ପର୍ସନାଲ ଆସିଷ୍ଟାଣ୍ଟ କିମ୍ବା ସିକ୍ୟୁରିଟି ଗାର୍ଡ ଜଣେ ଥାନ୍ତି। ଘଟଣା ସେ ଫୁଲ ମାଳକୁ ବାହାର କରି ସେମିତି ଦେଇ ନଥାନ୍ତି। ତ ଏଠି ଯଦି ଜଣେ ଶରୀର ବାରମ୍ବାର ତାଙ୍କ ବ୍ୟକ୍ତିରେ ଫୁଲମାଳ ଦେଲେ, ସେ ବିରକ୍ତି ହାଙ୍କିରେ ଫୁଲମାଳକୁ ବାହାର କରି ଅନ୍ୟକୁ ଦେଇ ନେଉଛନ୍ତି, କିମ୍ବା ସେ ଫୁଲର ଯୋଉ ଫୁଲ ତୋଡାକୁ ନେଇକି ଅନ୍ୟକୁ ଦେଇ ନେଉଛନ୍ତି। ତ ଆମେ ସେ ଯଦି ମୂର୍ତ୍ତିକୁ ଆମେ ଫୁଲ ଭୋଗ ପ୍ରସାଦ ଦେଇକି ଆମେ ସେମିତି ଠିଆ କରିବା, ଜଣେ ଯଦି ସାଧାରଣ ଲୋକ ତାକୁ ଇଏ କରୁନାହାନ୍ତି, ଈଶ୍ୱର ଆ ଦେହରେ କେମିତି ଆମେ ଭାବୁଛେ ମାନେ ସେ କିଛି ମୋହିତ ହେଇଯିବେ। ଭକ୍ତି ସେଇଟା ନୁହଁ। ଭକ୍ତି ହେଲା ସର୍ବପ୍ରଥମେ ନିଜ ଶରୀରକୁ ସମ୍ମାନ ଦେବା। ସମ୍ମାନ ଦେବା ମାନେ କଣ? ପ୍ରକୃତି ସାଙ୍ଗରେ ପ୍ରାକୃତିକ ରୂପରେ ରଖିବା। ଆପ୍ରାକୃତିକ ଭୋଜନକୁ ଗ୍ରହଣ କରିବାନି, ଆପ୍ରାକୃତିକ କାମ କାର୍ଯ୍ୟ କରିବାନି, ଆପ୍ରାକୃତିକ ସୁଖକୁ ନେବା ପାଇଁ ଚେଷ୍ଟା କରିବାନି। ଶରୀରକୁ ସମ୍ମାନ ଦେବା, ପ୍ରକୃତିକୁ ସମ୍ମାନ ଦେବା, ସମଦୃଷ୍ଟିରେ ସଂସାରକୁ ଦେଖିବା। ଏଇଟା ହେଲା ଅସଲି ଭକ୍ତି। ସମଦୃଷ୍ଟିରେ, ଯେମିତି ମୁଁ ସେମିତି ଗୋଟେ ମାଛ, ସେମିତି ଗୋଟେ କୁକୁଡ଼ା, ସେମିତି ଗୋଟେ ଛେଳି, ସେମିତି ପ୍ରତ୍ୟେକ ଶରୀର। ଏଇଟା ହେଲା ଅସଲି ଭକ୍ତି। ଭକ୍ତିରେ ଫୁଲ ପୁଷ୍ପ ନୁହଁ, ଆମେ ଅହଙ୍କାରକୁ ସମର୍ପଣ କରିବା, ଅହଂ ଭାବକୁ ସମର୍ପଣ କରିବା, ମନରେ ଦୂଷିତ ବିଚାରକୁ ମନର ସେ ଯୋଉ ଯଜ୍ଞ କୁଣ୍ଡରେ ସମର୍ପଣ କରିବା। ଏଇଟା ହେଲା ଅସଲି ଭକ୍ତି। ଭକ୍ତିରେ ଅସଲି ଭକ୍ତି ହେଲା କାହା ଦୁଃଖରେ ସାହାରା ହବା, କାହା କଷ୍ଟରେ ଆମେ ସାହାଯ୍ୟ କରିବାର ମନୋବୃତ୍ତି ରଖିବା।
ଅସଲି ଭକ୍ତି ହେଲା ଏଇଟା ଭକ୍ତି। ବୁଝିପାରୁଛନ୍ତି? ଭକ୍ତି ମାର୍ଗ। ତାପରେ ଜ୍ଞାନ ମାର୍ଗ। ଜ୍ଞାନ ମାର୍ଗ କଣ? ଜ୍ଞାନ ମାର୍ଗରେ ସେ ଆତ୍ମା ତତ୍ଵକୁ ଚିହ୍ନିବା ପାଇଁ ବାରମ୍ବାର ସ୍ୱାଧ୍ୟାୟ କରିବା, ସତ୍ସଙ୍ଗ କରିବା, ଶାସ୍ତ୍ର ଅଧ୍ୟୟନ କରିବା, ଜ୍ଞାନ ମାର୍ଗ। ତାପରେ ଆସିଯାଏ ଧ୍ୟାନ ମାର୍ଗ। ଧ୍ୟାନ ମାର୍ଗ କଣ? ମନ ଯୋଉ ବହିର୍ମୁଖୀ ହେଇଯାଇଛି, ମନ ଯୋଉ ଭୌତିକ ଆଶା ଅଭିଳାଷରେ ହଜିମଜିକିରି ଅଛି, ସେ ମନକୁ ଶାନ୍ତ କରିବା, ସେ ମନକୁ ସ୍ଥିର କରିବା, ସେ ମନକୁ ଆତ୍ମସ୍ଥ କରିଦବା। ମନର ସ୍ରୋତ ସାଙ୍ଗରେ, ମନର ସ୍ୱାମୀ ସାଙ୍ଗରେ, ମନର ଦ୍ରଷ୍ଟା ସାଙ୍ଗରେ, ମନର ସ୍ରଷ୍ଟା ସାଙ୍ଗରେ ମନକୁ ସମାହିତ କରିଦବା। ମନ ଯୋଉ ବହିର୍ମୁଖୀ ହେଇକିରି ନିଜକୁ ଦେହ ମାନିଛି, ମନକୁ ଆମେ ଦର୍ଶେଇବା, ମନକୁ ଆମେ ବୁଝେଇବା, ମନ ତୁ ଦେହ ନୁହେଁ, ତୁ ଦେହି। ବୁଝିପାରୁଛନ୍ତି? ତେଣୁକରି ଏ ଯୋଉ ଚାରିଟା ଆଜ୍ଞା ମାର୍ଗକୁ ଯଦି ଆମେ ବୁଝିବା, ଚାରିଟା ମାର୍ଗର ଉଦ୍ଦେଶ୍ୟ ଆତ୍ମା ତତ୍ଵକୁ ଚିହ୍ନିବା, ସେ ଆତ୍ମା ସତ୍ତା ସାଙ୍ଗରେ ସମାହିତ ହବା। ଆଉ ଏଠି ମୂଳ କଥା ହେଲା, ଆମେ ଯେହେତୁ ସ୍ଥୂଳ ଭାବରେ ଈଶ୍ୱରଙ୍କୁ ଚିହ୍ନିଛେ, ଈଶ୍ୱରଙ୍କୁ ସ୍ତୁତି କରିଛେ, ବନ୍ଦନା କରିଛେ, ଆଉ ସ୍ଥୂଳ ଭାବରେ ଯେହେତୁ ସଂସାରରେ ବି ଅନେକ ଟିଭି ଭିଡିଓ ମାଧ୍ୟମରେ ସେ ଈଶ୍ୱରଙ୍କ ତତ୍ଵକୁ ଆମେ ଚିହ୍ନିଛେ, ବାରମ୍ବାର ମନ ସେ ଆଡକୁ ଯାଉଛି।